तुम कर्म संसिद्ध हेउ आम भक्ति को दृढ़ कर समर्पण को वर्धित कर पथ ज्योतिर्मय कर अंतर आंभेमानी तोते परम अधीश्वर रूपे प्रतिष्ठा करुछु तू जेपरी समग्र पृथ्वीर परम अधीश्वर हो पारु आंभ मानकर वाक्य एवं भी अज्ञानाच्छन्न ताहाकु आलोकित कर आंभ मानकर अभिप्सा एवं भी मलिन ताहाकु शुद्ध कर आम मानकर कर्म एवं भी असमर्थ ताहाकु सामर्थ्य युक्त कर हे भगवान ए पृथ्वी आर्त शोकग्रस्त विशृंखला यहाँ बासगृह करिछि अंधकार एते घनीभूत जे एकमात्र तू ही ताकू दूर करिपारु आस प्रकाश हुओ कर्म तोर संसिद्ध हे परम प्रभु श्री अरविंद एवं दिव्य जननी श्री माँ को पाद पद्म मोर गभीर कृतज्ञतार सहित भूमिष्ठ प्रणाम जणई आज कार्यक्रम आरंभ करने जाऊँगी एवं आपण मानक समस्त को नमस्कार पूर्वक से स्वागत करुच्ची लवंग मोर टिके 2-3 मिनट आरंभ कला लेट होगा जा हो आज आम एक नूतन कैंटो आरंभ करने जाऊे गत थर बुक 2 रो कैंटो 9 सरी बर्तमान आम बुक 2 रो कैंटो 10 आरंभ करने जाऊे ये संपूर्ण आउ एक वातावरण कारण प्राणिक वातावरण रु आम मुक्त हो एवं मन मध्य प्रवेश करवा आम जानू जे परम प्रभु अंधकार राज्य रे प्रवेश करी चाबिटी को देखिले जो थे विश्व प्रकृति को परिवर्तन करहब किंतु से चाबिटी की खोलने जो शक्ति दरकार से शक्तिटा को भी हासिल करने को हो ता नहले तारी ऊपर प्रभाव पकईकि केमती परिवर्तन करने को हो एवं से पहुंचला पर्यंत सी ऊर्ध को अग्रगति करी चलिए अश्वपति तेणु तार परवर्ती पर्याय हूँ मन प्राणर परवर्ती पर्याय हूँ मन तेणु मन राज्य से परिवर्तन करने को आरंभ कर कैंटो तार आरंभ एथिरे कहा जाउची these two must now be overpassed and left as all must be until the highest is gained in whom the world and self grow true and one till that is reached our journey cannot cease अश्वपति कहते जे वर्तमान जदिव एक स्वर्ग को पास कर सी कहते ये अटक गले चलनी ताकू अतिक्रम कर आग को जीवाक हो ताकू पश्चात छाड़देवा हम यह भी वर्तमान हेब अतिक्रांत एवं पश्चात परिहृत जे पर्यंत सर्वोत्तम प्राप्त होना जो पर्यंत सर्वोत्तम प्राप्त होना सर्वोत्तम शक्ति प्राप्त होना जहाँ मध्य निहित आत्मसत्ता विकसित होई एक होना जगत और आत्मसत्ता विकसित होई एक होना से एक शक्ति से पर्यंत सबु किछि
ସେଇଭଳି ହିଁ ହେବାକୁ ହେବ, ଅର୍ଥାତ୍ ସେଇଭଳି ହିଁ ପରିହିତ ହବାକୁ ହବ ଯେ ପର୍ଯ୍ୟନ୍ତ ତାହା ସର୍ବୋଚ୍ଚତମ ଅପହଞ୍ଚ ହୋଇ ରହିଛି, ସେ ପର୍ଯ୍ୟନ୍ତ ଆମର ଯାତ୍ରା କ୍ଷାନ୍ତ ହେବ ନାହିଁ। ଆମକୁ ଚାଲିବାକୁ ପଡିବ ସେଟା ପ୍ରାପ୍ତ କଲା ଯାଏ। କାରଣ ଅଶ୍ୱପତିଙ୍କର ଲକ୍ଷ୍ୟ ହେଉଛି ଏଭଳି ଏକ ଶକ୍ତି ହାସଲ କରିବା, ଅନ୍ୟ ପକ୍ଷରେ କହିବାକୁ ଗଲେ ସିଏ ଏପରି ଏକ ଶକ୍ତି ହାସଲ କରିବାକୁ ଚାହୁଁଛନ୍ତି, ଅର୍ଥାତ୍ ସାବିତ୍ରୀଙ୍କର ଜନ୍ମ ଚାହୁଁଛନ୍ତି। ଯୋଉ ମହାଶକ୍ତି ଆସିଲେ ଏ ଚାବିକାଠିକୁ ଧରିକିରି ପ୍ରକୃତିକୁ ପରିବର୍ତ୍ତନ କରିବାକୁ ହବ। ତେଣୁ ତାକୁ ପ୍ରାପ୍ତ ନ କଲା ଯାଏଁ ତାଙ୍କୁ ଉପରୁ ଉର୍ଦ୍ଧ୍ୱକୁ ଉଠି ଉଠି ଚାଲିବାକୁ ହବ। ଏଠି କୁହାହଉଛି ଏଠି ସରିଲା ପରେ ପ୍ରାୟ 29-30 ଲାଇନ ଏଇଠୁ ଆରମ୍ଭ ହେଇକି ଯୋଉ ସବୁ ବର୍ଣ୍ଣନା ରହିଛି, ସେ ସବୁକୁ ବର୍ଣ୍ଣନାକୁ ସାଧାରଣ ଭାବରେ ପାଠ କଲେ ବୁଝିବା କଷ୍ଟକର। ସେଥିରୁ ଅର୍ଥ କରିକିରି ବୁଝିବା ବହୁତ କଷ୍ଟକର ଯଦି ଆମେ ଗୋଟିଏ ପଏଣ୍ଟକୁ ଛାଡ଼ିବା। ଏସବୁକୁ ବୁଝିବାକୁ ହେଲେ ଗୋଟିଏ ପଏଣ୍ଟକୁ ଧରିବାକୁ ହବ, ତାହେଲେ ଯାଇକିରି ଆକୁ ବୁଝି ହବ। କଣ ସେ ପଏଣ୍ଟଟା? ଯେପରିକି ସୂର୍ଯ୍ୟ ଅସ୍ତ ହେଇଗଲେ ମଧ୍ୟ ତାଙ୍କର ଆଲୋକର ପ୍ରବାହ ପୁରାପୁରି ଛାଡ଼ି ନଥାଏ ଏବଂ ଧୀରେ 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 ସେ ଛାଡେ ଏବଂ ଧୀରେ 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 ଅନ୍ଧକାର ପ୍ରବେଶ କରେ। ସେମିତି ଏଇଟା ପ୍ରଦୋଷ ସମୟରେ, ସେମିତି ଉଷା ସମୟରେ ଅନ୍ଧକାର ପୁରା ଯାଇନଥାଏ, କିନ୍ତୁ ଉଷା ପୂର୍ବ ଦିଗରେ ଦର୍ଶନ ହୋଇଥାଏ, ଆଲୋକ ପୁରା ଆସିନଥାଏ। ସିଏ ଧୀରେ ଧୀରେ ଅନ୍ଧକାରର ପ୍ରଭାବ କମେ ଏବଂ ଧୀରେ ଧୀରେ ଆଲୋକ ଆସେ। ଏଭଳିଆ ଯେମିତି ଘଟେ, ଅଶ୍ୱପତିଙ୍କ କ୍ଷେତ୍ରରେ ବର୍ତ୍ତମାନ ସେଇୟା ହେଇଛି। କଣ ହେଇଛି? ଯଦିଓ ସେ ଛାଡିବାକୁ ଚାହିଁଛନ୍ତି ଏବଂ ସେଇ ସ୍ୱର୍ଗକୁ, ସେଇ ଆନନ୍ଦକୁ, ସେଇ ପରିବେଶକୁ ଯଦିଓ ଛାଡିବାକୁ ଚାହିଁଛନ୍ତି, କିନ୍ତୁ ସିଏ ଆହୁରି ତାଙ୍କୁ ପ୍ରଭାବରୁ ଯାଇନି। ଆହୁରି ତାଙ୍କ ପ୍ରଭାବରେ ସେଇ ପ୍ରାଣମୟ ଜଗତର ସ୍ୱର୍ଗ କିଛି ପରିମାଣରେ ରହିଛି ଏବଂ ତାର ଛାୟା ତାଙ୍କ ଭିତରେ କାର୍ଯ୍ୟ କରୁଛି। ସେ ସବୁ ଜିନିଷର ବର୍ଣ୍ଣନା ପ୍ରାୟ 20-30 ପୃଷ୍ଠାରେ ହେଇଛି। ଯଦି ଏଇଟାକୁ ଧରା ନଯାଏ, ଏ ପ୍ରାୟ 25-30 ଲାଇନ ବୁଝିବା କଷ୍ଟକର ହୋଇ ଉଠିବ। ତେଣୁ ମନେ କରିବାକୁ ହବ ଯେ ଅଶ୍ୱପତି ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଯଦିଓ ଛାଡିବା ପାଇଁ ଚାହିଁଛନ୍ତି ପ୍ରାଣମୟ ଜଗତକୁ, ପ୍ରାଣମୟ ସ୍ୱର୍ଗକୁ, ସିଏ ତାଙ୍କ ପ୍ରଭାବ, ତାର ପ୍ରଭାବକୁ ଏପର୍ଯ୍ୟନ୍ତ ପୂର୍ଣ୍ଣ ରୂପେ ଛାଡି ପାରିନାହାନ୍ତି ଏବଂ ତା ପ୍ରଭାବର ବର୍ଣ୍ଣନା ହଉଛି ଏଇଟା। ଏ ପଏଣ୍ଟଟାକୁ ନ ଧରିଲେ ଏ ଭାଷା ବୁଝି ହବ ନାହିଁ। ଆପଣ ଦେଖନ୍ତୁ ଏଠି କଣ କହୁଛନ୍ତି। ଏ 4ଟା ଲାଇନରେ ଅବଶ୍ୟ ଅନ୍ୟ କଥା ଅଛି। ନିରନ୍ତର ଏକ ମହାନାମ ଲକ୍ଷ୍ୟ ପରପାରିରୁ ଇସାରା ଦେଇଥାଏ। ଯୋଉମାନେ ଯିବାକୁ ଚାହାନ୍ତି ସେ ଉର୍ଦ୍ଧ୍ୱକୁ, ତାଙ୍କୁ ସବୁବେଳେ ଇସାରା ଦେଇଥାଏ ଏକ ମହାନାମ, ନାମହୀନ ଲକ୍ଷ୍ୟ। ଯୋଉ ଲକ୍ଷ୍ୟରେ ପହଞ୍ଚିବ ସେ ଲକ୍ଷ୍ୟର ନାଁ କିଛି ନାହିଁ, ସେଇଭଳି ଏକ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଇସାରା ଦେଇଥାଏ। ଦେବଗଣଙ୍କର ଅଙ୍କାବଙ୍କା ସର୍ପିଳ ଗତି ସମ ପଥ ନିରନ୍ତର ଉଦ୍ଧାରିତ ହୋଇଥାଏ। Always ascends the zigzag of the God. ଏ ଗଡ ମାନେ କିଏ? ଜାଗତିକ ମହାଶକ୍ତି। ଜଗତରେ ଯୋଉ ମହାଶକ୍ତି ରାଜି, ମହା ଦେବତା ରାଜି କାର୍ଯ୍ୟ କରୁଛନ୍ତି, ଏସବୁ ଶକ୍ତି ସମୂହ ତାଙ୍କର ଯୋଉ ଊର୍ଦ୍ଧ୍ୱଗାମୀ ରାସ୍ତା ଅଛି ସେ ଜିଗଜାଗ, ସରଳ ନୁହେଁ।
जगत को से जिगजैग रास्ता भितर नहीं चलाती कारण प्योर जिनस को हठात धरी हब ना तेणु धीरे धीरे गोटे पहाच आ गोटे पहाच इाड़ू सियाड़ू आग को पछुक जिगजैग रास्तार जावाक हुए एंड तथापि अपवार्ड पॉइंट्स द स्पिरिट्स क्लाइंबिंग फायर एवं अंतसत्तांकर ऊर्ध्व गतिशील दिव्य शक्ति ऊर्ध्व को संचालित कर क्लाइंबिंग फायर कौन स्पिरिट्स क्लाइंबिंग फायर कौन जो अंतसत्ता ऊर्ध्व को उठा चाहती किंबा जो अंतसत्ता आम भितर बास करचंती ताकर गोटे अच्छी गतिशील सी सदा सर्वदा ऊर्ध्व को एक दिव्याग्नि जली थाए भितर सदा सर्वदा से ऊर्ध्व को जावाक चाहती रूपांतर धारा सर्वा सर्वदा से ऊर्ध्व को जावाक चाहती अंतसत्ता ऊर्ध्व गतिशील दिव्याग्नि स्पिरिट्स क्लाइंबिंग फायर सदा ऊर्ध्वगामी दिव्य 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 दिव्याग्नि ऊर्ध्व को संचालित कर सरला ये प्राथमिक अवस्था एठू आसला पुणी प्राणसत्तार प्रभाव या परठू देखो this breadth of 100 huge facility and its pure heightened figure of time's joy tossed upon the waves of lawless flawless appearances flawless happiness hammered into single bits of ecstasy. This fiction of the spirit's interior cut into a passionate greatness of extremes. This limited being lifted to zenith bliss, happy to enter one touch of things supreme, packed into its sealed small infinity, its endless time made world outpacing time, a little output of God's vast delight. किछि बुझी होनी को विषय कह जाउछि किछि बुझी होनी तेणु आम या विश्लेषण करी माँ आमको कि बुझेबे केमती बुझे हम ए ब्रेथ ऑफ 100 ह्यूज एंड फेलिसिटी क्या लक्ष्य कर ब्रेथ गोटे निश्वास गोटे मात्र निश्वास कहार बहुवर्ण तीव्र सुखानुभूतिर यहाँ कौटे अच्छी ना प्राणमय जगतर स्वर्ग जो स्वर्गटा आम बर्तमान पास कर आसिले ताकू लक्ष्य कर कहुई बहुवर्णा तीव्र सुखानुभूतिर निश्वास निश्वास कहीं कहगला निश्वास अर्थ हूँ अल्प कि आसवा जीवा वायुमंडल कि आसवा आवा संपूर्ण वायुमंडल से प्रकाश करूँ टिके कि आसवा जीवा जमी ये जो स्वर्गटी प्रतिष्ठा ये परम दिव्यालोक दिव्य आनंद ठारू एक निश्वास भली टिके आसी भितर एवं ता मध्य केमिति फेलिसिटी जहाँ सुखानुभूति आसी सुखानुभूति एक निश्वास भली आसी तथापि बहुवर्णा से सुखानुभूति बहुवर्णा ताकू वर्णना करने बहुत गुड़े वर्ण से तीव्र सुखानुभूति निश्वास भली आसी एवं से दिस ब्रेथ ऑफ 100 ह्यूज फेलिसिटी 100 अर्थ 100 नुहे बहुवर्ण नाना भाव
ସୁଖାନୁଭୂତି ସବୁ ଆସିଛି ଏ ଭୂମିରେ। ଅଶ୍ୱପତି ତାକୁ ଅନୁଭବ କରୁଛନ୍ତି। ସୁଖାନୁଭୂତି ନାନା ଭାବରେ ଏ ସ୍ୱର୍ଗ ଭିତରେ। ସୁଖାନୁଭୂତି ଏକ ଭାବରେ ଆସିବନି, ବହୁ ଭାବରେ ଆସିବ। ଏସବୁ ଜିନିଷ ସେ ସ୍ୱର୍ଗରେ ପ୍ରତିଷ୍ଠିତ ଅଛି। ଏବଂ ତା ସହିତ ଏ ପ୍યોର ହାଇଟେଣ୍ଡ ଫିଗର ଅଫ ଟାଇମ୍ସ ଜୟ। କଣ ବୁଝିବେ ୟାକୁ? ଟାଇମ୍ସ ଜୟ କଣ? ମହାକାଳର ଆନନ୍ଦ। ମହାକାଳର ଆନନ୍ଦ ବର୍ତ୍ତମାନ କୋଉଠି ଅଛି? ଆମର ଏଇ ପୃଥିବୀରେ ଅଛି ମହାକାଳର ଆନନ୍ଦ। ଆମ ଜଗତରେ ଯୋଉ ଆନନ୍ଦ ଅଛି, ସେ ହଉଛି ମହାକାଳର ଆନନ୍ଦ। ଏବଂ ମହାକାଳର ଆନନ୍ଦର ଠାରୁ, ମହାକାଳର ଆନନ୍ଦ ଅର୍ଥାତ୍ ପାର୍ଥିବ ଆନନ୍ଦ ଠାରୁ ସେହି ନିଶ୍ୱାସର ଆନନ୍ଦ ବିଶୁଦ୍ଧ ସମୁନ୍ନତ ରୂପ। ଯଦିଓ ଗୋଟିଏ ନିଶ୍ୱାସ ଭଳିଆ ଆନନ୍ଦ ଏଇ ପ୍ରାଣମୟ ଜଗତରେ ଅଛି, ତଥାପି ସେଇ ନିଶ୍ୱାସର ଆନନ୍ଦ ବିଶୁଦ୍ଧ ସମନ୍ୱୟ ରୂପ ଅଛି ୟା ଭିତରେ। କାହାଠାରୁ ବିଶୁଦ୍ଧ? ମହାକାଳର ଆନନ୍ଦ ଅର୍ଥାତ୍ ପାର୍ଥିବ ଆନନ୍ଦ ଠାରୁ ଇ ବିଶୁଦ୍ଧ। ପାର୍ଥିବ ଆନନ୍ଦ ଠାରୁ ବିଶୁଦ୍ଧ, ପ୍યોର ଆଣ୍ଡ ହାଇଟେଣ୍ଡ ଫିଗର, ତାର ଆନନ୍ଦର ବିଶୁଦ୍ଧ ସମୁନ୍ନତ ରୂପ ଅଛି। ସେଠି କଣ କରିଛି ଏଠି ଏ ଜଗତରେ, ଏଇ ପ୍ରାଣଭୂମିରେ, ଏହି ପ୍ରାଣମୟ ସ୍ୱର୍ଗ ଭୂମିରେ ଟସ୍ଡ ଅପନ୍ ୱେଭ୍ସ ଅଫ ଫ୍ଲଲେସ୍ ହ୍ୟାପିନେସ୍। ଏଠି ଯୋଉ ହ୍ୟାପିନେସ୍ ଅଛି, ଇଏ ହଉଛି ତ୍ରୁଟିହୀନ, ଫ୍ଲଲେସ୍ ହ୍ୟାପିନେସ୍, ତ୍ରୁଟିହୀନ ସୁଖର ତରଙ୍ଗରାଜି ଏଠି ଖେଳୁଛି। ଏଇ ସ୍ୱର୍ଗରେ ତ୍ରୁଟିହୀନ ସୁଖର ତରଙ୍ଗରାଜି ଖେଳୁଛି, ତାରି ଉପରେ ଉତ୍କ୍ଷେପିତ ହେଇଛି। ତାରି ଭିତରେ ଏଇ ପ୍યોର ହାଇଟେଣ୍ଡ ଫିଗର ତାରି ଭିତରେ ଉତ୍ପତ୍ତି ହେଇଛି। ତାପରେ କଣ ହେଲା? ଟସ୍ଡ ଅପନ୍ ଦି, ତରଙ୍ଗାୟିତ ରୂପରେ, ତରଙ୍ଗାୟିତ ଉପରେ ଉତ୍କ୍ଷେପିତ ହୋଇଛି। ତରଙ୍ଗରାଜି ଉପରେ ଉତ୍କ୍ଷେପିତ ହେଇଛି। କାହାର ତରଙ୍ଗରାଜି? ବହୁତ ତ୍ରୁଟିହୀନ ସୁଖର ତରଙ୍ଗରାଜି ଉପରେ ଉତ୍କ୍ଷେପିତ ହୋଇଛି। କିଏ ଉତ୍କ୍ଷେପିତ ହେଇଛି? ଏଇ ବିଶୁଦ୍ଧ ଆନନ୍ଦ। ଉତ୍କ୍ଷେପିତ ହେଇ କଣ ହେଇଛି? hammered into single bits of ecstasy। ଦେଖନ୍ତୁ ବର୍ଣ୍ଣନା ଦେଖନ୍ତୁ, ତ୍ରୁଟିହୀନ ସୁଖ ତରଙ୍ଗରାଜି ଉପରେ ଉତ୍କ୍ଷେପିତ ହୋଇ ସିଏ ପରିଣତ ହୋଇଛି କୋଉଥିରେ? ସିଙ୍ଗଲ ବିଟ୍ସ ଅଫ ଏକ୍ସଟେସି। ତୀବ୍ରାନନ୍ଦ ବୋଧ ହର୍ଷନ୍ନାଦ ଏକ୍ସଟେସିର ଏକକ ଛନ୍ଦରେ ପରିଣତ ହେଇଛି। ଅର୍ଥାତ୍ ସେଇ ହ୍ୟାପିନେସ୍ ଟା ତୀବ୍ରାନନ୍ଦ ବୋଧ ହର୍ଷନ୍ନାଦର ଏକକ ଛନ୍ଦରେ ପ୍ରତିଷ୍ଠିତ ହେଇଛି। କେମିତି? ଏ କଣ ସାଙ୍ଗେ ସାଙ୍ଗେ ହେଇଯାଇଛି? ହ୍ୟାମର୍ଡ, ହାତୁଡିରେ ଗୋଟେ ଲୁହାକୁ କଠୋର ଆଘାତ କଲେ, ସୁନାକୁ ଗୋଟେ ହାତୁଡିରେ କଠୋର ଆଘାତ କଲେ, ସେଇ ଆଘାତରେ ଯେମିତି ତାର ସେପ୍ ବଦଳିଯାଏ, ନୂଆ ହେଇଯାଏ, କିମ୍ବା ମ୍ୟୁଜିକରେ ତାରରେ, ଯନ୍ତ୍ରରେ ସେଇଠି ଆଘାତ କଲେ ଯୋଉ ନୂଆ ସ୍ୱର ନିର୍ଗତ ହୁଏ, ଯେମିତି ସେମିତି ୟାକୁ ହାତୁଡିର ଆଘାତରେ ତୀବ୍ରାନନ୍ଦ ବୋଧ ହର୍ଷନ୍ନାଦର ତାଳ ଏକକ ତାଳ ଛନ୍ଦରେ ପରିଣତ ହେଇଛି। କଣଟା ପରିଣତ ହେଇଛି? ନା ସେଇ ବିଶୁଦ୍ଧ ସମୁନ୍ନତ ଆନନ୍ଦର ରୂପ। କେମିତି ପରିଣତ ହେଇଛି? ନା ସିଏ ପ୍ରଥମେ ହ୍ୟାପିନେସ୍ ଉପରେ, ତ୍ରୁଟିହୀନ ହ୍ୟାପିନେସ୍ ଉପରେ, ସୁଖର ତରଙ୍ଗାତ ରାଶି ଉପରେ ଉତ୍କ୍ଷେପିତ ହୋଇଛି। ସିଏ ପୁଣି ହ୍ୟାମର୍ଡ ଇଣ୍ଟୁ ତୀବ୍ର ଏକକର
ତାଳଛନ୍ଦ ରାଜିରେ ପରିଣତ ହୋଇଛି। କିନ୍ତୁ ଏଇ ଯୋଉ ସୁଖର ସ୍ୱରୂପ ବର୍ଣ୍ଣନା ହେଇଛି ଏଠି, ଏଇ ଯୋଉ ବିଶୁଦ୍ଧ ସମୁଦ୍ର ଆନନ୍ଦର ସମୃଦ୍ଧ ରୂପର ବର୍ଣ୍ଣନା ହେଇଛି ଏଠି, ସେଇଠି କଣ? This is a fraction of the spirit's integer. ଅନ୍ତଃସତ୍ତାଙ୍କର ପୂର୍ଣ୍ଣ ସତ୍କାର ଇଏ ଏକ ଭଗ୍ନାଂଶ। ଏଇ ଯୋଉ ସ୍ୱର୍ଗରେ ଏଇ କଥାଟା ପ୍ରତିଷ୍ଠିତ ହେଇଛି, ସିଏ ଅନ୍ତଃସତ୍ତାକାର ଯୋଉ ପରମାନନ୍ଦ ରହିଛି, ଯୋଉ ଉର୍ଦ୍ଧ୍ୱରେ ପରମାନନ୍ଦ ରହିଛି, ସେଇ ପରମାନନ୍ଦର ଏକ ଭଗ୍ନାଂଶ, କିଛି ଅଂଶ ଆସିକିରି ଏଇ ସ୍ୱର୍ଗରେ ପ୍ରାଣମୟ ଜଗତର ସ୍ୱର୍ଗରେ ପ୍ରତିଷ୍ଠିତ ହେଇଛି, ଯାହାକୁ ଆମେ ପ୍ରାଣମୟ ସ୍ୱର୍ଗ ବୋଲି କହୁଛୁ। ସିଏ କଣ ହେଲା ପୁଣି? This fraction of the spirit's integer cut into a passionate greatness of extremes. ଯଦିଓ ଏ କ୍ଷଣିକ ଭାବରେ ଆସିଛି, ଚରମତାରାଜିର ଆଗମନ ମହାନତା ମଧ୍ୟରେ ଧୃତ ହେଇଛି ସିଏ। ଯଦିଓ କ୍ଷୀଣ ଭାବରେ ଆସିଛି ଇଏ, ଏବଂ ଇଏ ଏକ ଭଗ୍ନାଂଶ, ପୂର୍ଣ୍ଣାନନ୍ଦର ଇଏ ଏକ ଭଗ୍ନାଂଶ ଭାବରେ ଆସିଛି, କିନ୍ତୁ ସେ ଧରା ହୋଇଛି କୋଉଥିରେ? ତା ଭିତରେ ସେ ଚରମତା ଲାଭ କରିଛି, ଆବେଗପୂର୍ଣ୍ଣ ମହାନତାର ଚରମତା ଲାଭ କରିଛି। ଏହି ସୀମିତ ସତ୍ତା ଧୃତ ହୋଇ ଏହି ସୀମିତ ସତ୍ତା ଶୀର୍ଷ ଦିବ୍ୟାନନ୍ଦକୁ ଉତ୍ତୀର୍ଣ୍ଣ ହେଲା। ତା ଦ୍ୱାରା ଧୃତ ହେଇକିରି ତାକୁ ଧରିକିରି ଏହି ଲିମିଟେଡ ବିଇଙ୍ଗ ଅର୍ଥାତ୍ ପ୍ରାଣମୟ ଜଗତ, ଏହି ଲିମିଟେଡ ବିଇଙ୍ଗ ଅର୍ଥାତ୍ ପ୍ରାଣମୟ ଜଗତ ଲିଫ୍ଟେଡ ଟୁ ଜେନିଥ୍ ବ୍ଲିସ୍, ଶୀର୍ଷ ଦିବ୍ୟାନନ୍ଦକୁ ଉଠିଛି। କ୍ଷୁଦ୍ର ହେଲେ ମଧ୍ୟ ଏ ସ୍ୱର୍ଗ ରାଜ୍ୟରେ, ପ୍ରାଣ ସତ୍ତାର ସ୍ୱର୍ଗ ରାଜ୍ୟରେ ଯୋଉ ଆନନ୍ଦଟି ପ୍ରତିଷ୍ଠିତ ହେଇଛି, ସିଏ ଏକ ଅଂଶ ହେଲେ ମଧ୍ୟ, ପୂର୍ଣ୍ଣାନନ୍ଦର ଏକ ଅଂଶ ହେଲେ ମଧ୍ୟ, ସେଇ ଆନନ୍ଦଟା ଏଇ କ୍ଷେତ୍ରରେ ଲିମିଟେଡ ହେଲେ ମଧ୍ୟ ସିଏ ଜେନିଥ୍ ବ୍ଲିସ୍କୁ ଉଠି ଯାଇଛି। ଚରମତାର ମହାନତା ମଧ୍ୟରେ ଧରିକିରି ଇଏ ଚରମତାର ଶେଷ ରାଜିର ଆବେଗପୂର୍ଣ୍ଣ ମହାନତା ମଧ୍ୟରେ ଧରା ହୋଇକିରି ଏ ସୀମିତ ସତ୍ତା ଶୀର୍ଷ ଆନନ୍ଦକୁ ଉତ୍ତୀର୍ଣ୍ଣ ହେଲା। ଶୀର୍ଷ ଆନନ୍ଦକୁ ଉତ୍ତୀର୍ଣ୍ଣ ଅର୍ଥ ଶୀର୍ଷ ଆନନ୍ଦକୁ ଯାଇନି, ତାର ଲିମିଟ ଭିତରେ ସେ ସେଟାକୁ ଶୀର୍ଷ ଆନନ୍ଦରେ ପରିଣତ କରିଛନ୍ତି। Happy to enjoy one touch of things supreme. ଏଠି କଣ? One touch of the things supreme. ପରମ ବସ୍ତୁରାଜିର ଏକ ସ୍ପର୍ଶ ଭୋଗରେ ହିଁ ଖୁସି ହୋଇ, ପରମ ବସ୍ତୁରାଜି ଥିଙ୍ଗସ୍ ସୁପ୍ରିମ, ଯୋଉ ଆନନ୍ଦ ସୁପ୍ରିମରେ ପରମ ବସ୍ତୁରାଜିରେ ଅଛି, ଯୋଉ ଆନନ୍ଦ ପରମାନନ୍ଦ ହେଇକିରି ଅଛି, ସେଇ ପରମାନନ୍ଦର ଗୋଟିଏ ସ୍ପର୍ଶ ଏଇ ପ୍ରାଣମୟ ଜଗତର ସ୍ୱର୍ଗକୁ, ଯାହା ସବୁ ଗଲା କ୍ୟାଣ୍ଟରେ ବର୍ଣ୍ଣିତ ହେଲା, ସେଇ ଯୋଉ ପ୍ରକାର ସ୍ୱର୍ଗର ଯୋଉ ପ୍ରକାର ଆନନ୍ଦ ମାଧୁର୍ଯ୍ୟ, ସେ ସବୁ ଟିକେ ସ୍ପର୍ଶ ଲାଭ କରିକି ସେତିକି ପ୍ରାପ୍ତ କରିଛି ପ୍ରାଣସତ୍ତା। ଏବଂ ସିଏ ସେତିକି ସ୍ପର୍ଶ ଭିତରେ ଉର୍ଦ୍ଧ୍ୱକୁ ଉଠିକିରି, ଉପରକୁ ଉଠିକିରି ଜେନିଥ୍ ବ୍ଲିସରେ ପହଞ୍ଚି, ଜେନିଥ୍ ବ୍ଲିସ୍ ଅର୍ଥ ତା ଲିମିଟର ଜେନିଥ୍ ବ୍ଲିସ୍। ଜେନିଥ୍ ବ୍ଲିସ୍ ହଉଛି ଶୀର୍ଷ ଦିବ୍ୟାନନ୍ଦ, ତା ଲିମିଟ ଭିତରେ ଯୋଉ ଦିବ୍ୟାନନ୍ଦର ଶୀର୍ଷତ୍ୱ ଅଛି, ତାକୁ ସେ ପହଞ୍ଚିଛି, କିନ୍ତୁ ପୂର୍ଣ୍ଣ ଶୀର୍ଷ ଦିବ୍ୟାନନ୍ଦକୁ ଯାଇପାରିନି, କେବଳ ଗୋଟିଏ ସ୍ପର୍ଶ ତାକୁ ପ୍ରାପ୍ତ ହେଇଛି। ସିଏ କଣ ହେଲା ପୁଣି? Happy to enjoy one touch of things supreme. ସେତିକି ସେ ଲେଖିକି ଭାରି ଖୁସି। ସେଇ ପ୍ରାଣମୟ ଜଗତ ଯୋଉ ନାନା ଦୁଃଖ ଯନ୍ତ୍ରଣା ଭିତରେ ଦେଇକି ଆସିଛି ଉର୍ଦ୍ଧ୍ୱକୁ, ସେ ପ୍ରାଣମୟ ଜଗତ ଯୋଉ ଏତିକି ଟିକେ ସୁଖ ମିଳିଛି, ଏତିକି ଟିକେ ଆନନ୍ଦ ମିଳିଛି, ସେଥିରେ ଯୋଉ ଶୀର୍ଷକୁ ଉଠିଛି, ସେଥିରେ ସେ ଖୁସି। Packed into its sealed small infinity.
पैक अर्थ हूँ गोटा बांधी गोछा पैक सब खुंदी खांदी पैक कर दिया तार मोहर मरा क्षुद्र आनंद सील्ड स्मॉल इन्फिनिटी कौन इन्फिनिटी इज इन्फिनिटी हाउ इट कैन बी स्मॉल इन्फिनिटी प्रभु वर्णना करते अन्यत्र बहुत जगह इन्फिनिटी गोटे नुहे बहु भाव शाश्वतता अच्छी इन्फिनिटी बहु बहु प्रकाश अच्छी इन्फिनिटी जो बहु प्रकाश अच्छी इन्फिनिटी आलोक रही पारे इन्फिनिटी आनंद रही पारे ये इन्फिनिटी बहु प्रकाश अच्छी एठी जो इन्फिनिटी अच्छी से इन्फिनिटी भितर सामान्य टिके आसिक प्रकाशित होती शाश्वतता से कहुई स्मॉल इन्फिनिटी यही प्राणमय जगत ये स्वर्ग जो इन्फिनिटी प्रकाशित होती से स्मॉल किंतु सी भी इन्फिनिटी चरम सीमार प्रकाशित होती ये सील्ड ता भर से आउ कि क्षति नहला भाया जौ मुद दिखाई रही भितर इट्स एंडलेस टाइम मेड वर्ल्ड आउट फेसिंग टाइम इतक इन्फिनिटी धरिकी आउट फेसिंग अर्थ हूँ मुह तलू करवा आउट फेसिंग अर्थ हूँ जमी जड़े लोक आउ जड़े लोक पाखरे कौन से कारण नतमस्तक हाँ पड़ा सी आउट फेसिंग कला आगे से लोक आगे यहाँ ठीक से भाया इट्स एंडलेस टाइम मेड वर्ल्ड एंडलेस टाइम मेड वर्ल्ड जो जगत सृष्टि जो प्राणमय जगत सृष्टि इट इज टाइम मेड काल ताको तैयारी इट्स टाइम मेड वर्ल्ड यही जगत प्राणमय जगत टाइम मेड वर्ल्ड तथापि जितेबले से सुखर चरम अवस्था को उठी जाइए से टाइम मेड एरेड महाकाल को निम्नमुखी करे महाकाल जो आनंद अच्छी ताकू ये निम्नमुखी करे कारण महाकाल महाकाल को ये कौन कर लिखी एंडलेस टाइम मेड वर्ल्ड आउट फेसिंग टाइम महाकाल को निम्नमुखी करुवा तार अंतहीन कलाकृति जगत अंतहीन कालकृत जगत काल तैयारी करथिबा अंतहीन कालकृत कौन टाइम जो एठारे कार्य करुची महाकाल जो एठारे कार्य करुची तार किसी शेष अच्छी कि को कोटि कोटि वर्षर महाकाल एठी क्रियाशील हेलानी से काल वर्तमान आगू आगू अग्रगति करके चली से काल रे पड़ी मनीष जन्म होची पुणी मनीष मरुची से काल रे पड़ी ये धीरे धीरे अग्रगति करेतनार स्तर में तेणु ये जो कालकृत जगत जो जगतटा ये काल द्वारा तैयारी ये कालकृत जगत रे जो आनंद अच्छी जो टिके आनंद को धारण करछि से प्राणमय जगत जो किसी प्राप्त कर आलोक किसी आनंद प्राप्त कर तार से चरम सीमा को उठी जाइए फल टाइम मेड जगत रे टाइम एथरे हार मानी महाकाल एथरे हार मारी कारण महाकाल कृत जगत रे जो आनंद अच्छी ए प्राणमय जगत रे जो आनंद अच्छी से आनंद द्वारा महाकाल महाकाल मध्य निम्नमुखी कौन आपको बुझा केमती महाकाल जो आनंद टी से तैयारी करिछि से आनंदटा कौन पूर्ण आनंद से आनंद गोटे मिक्सड आनंद ता पर लाइन रे आसो मिक्सड आनंद से आनंद पूर्ण आनंद नुहे हेटे बर्तमान क्षीण आनंद अच्छी ता पछकू दुखटा अच्छी
ଆଉ ଗୋଟେ ଆନନ୍ଦ ହେଲା ତା ପଛକୁ ଦୁଃଖ ଅଛି। ବହୁ ଉଦାହରଣ ସଂସାରରେ ନିଆଯାଇପାରେ। ଗୋଟେ ଜିନିଷ ପ୍ରାପ୍ତ କଲେ ଯୋଉ ଆନନ୍ଦ ମିଳେ ସେଇ ଜିନିଷଟା କିଛି ଦିନ ଗଲା ପରେ ଦୁଃଖରେ ପରିଣତ ହେଇଯାଏ। ମନେକର ଜଣଙ୍କର ପୁଅଟିଏ ହଉନି, ସେ ପୁଅଟିଏ ହେବା ପାଇଁ ନାନା ଓଷା ବ୍ରତ ସବୁ କରିକିରି ପୁଅଟିଏ ପ୍ରାପ୍ତ ହେଲା। ଯୋଉ ଆନନ୍ଦ ସେ ଆନନ୍ଦ ଆଉ କହିବାର ନୁହେଁ, କିନ୍ତୁ ସେ ଆନନ୍ଦ କ୍ଷଣିକ ଆନନ୍ଦ। ଏ ପୁଅଟି ଜନ୍ମ ହେବାର କିଛି ବର୍ଷ ପରେ ଦେଖିବା ସେ ଏମିତି ଗୋଟେ ରୋଗରେ ପଡିଛି ଯୋଉ ରୋଗରୁ ମୁକ୍ତି ହେଇପାରିବ, ତା ପାଖକୁ ସେ ଦୁଃଖଟା ରହିବ। ସବୁ ଆନନ୍ଦରେ ସଂସାରରେ ପଶ୍ଚାତରେ ଦୁଃଖ ଥାଏ। ସେଥିପାଇଁ କ୍ୟାଣ୍ଟୋ 4 ପୃଥିବୀ ଚାହୁଁଛି ଏଭଳି ଆନନ୍ଦ ଯାହାର ପଶ୍ଚାତରେ ଛାଇ ଭଳିଆ ଦୁଃଖ ନଥିବ। ପୃଥିବୀ ଯୋଉ ସାଧନା କରୁଛନ୍ତି, ପୃଥିବୀ ମାତା, ସେ ପୃଥିବୀ ମାତା ଯୋଉ ଜିନିଷ ଚାହୁଁଛନ୍ତି କ୍ୟାଣ୍ଟୋ 4 ବର୍ଣ୍ଣନା ହେଇଛି, ଗୋଟେ ଆନନ୍ଦ ଚାହୁଁଛନ୍ତି, ସେଇ ଆନନ୍ଦର ପଶ୍ଚାତରେ ଦୁଃଖ ନଥିବ। ଏବଂ ସଂସାର ଭିତରେ ଯୋଉ ଆନନ୍ଦ ଆସୁଛି ସେ ଆନନ୍ଦର ପଶ୍ଚାତରେ ଦୁଃଖ ଥାଏ। ତେଣୁ ସେ ହେଲା ସେଇ ଯୋଉ ଆନନ୍ଦ ପ୍ରାପ୍ତି ହେଇଛି ସେ କାଳକୃତ ଆନନ୍ଦ। ଏଠି ଯୋଉ ଆନନ୍ଦ ପ୍ରାପ୍ତ ହେଇଛନ୍ତି ପ୍ରାଣମୟ ଜଗତରେ ଯୋଉ ଆନନ୍ଦ ଅଛି, ସିଏ ସର୍ବୋଚ୍ଚ ଶିଖରରେ ପରମାନନ୍ଦରେ ପ୍ରାପ୍ତି ହେଇଛି ସୀମିତ ଜଗତରେ। ତେଣୁ ସେଇ ଆନନ୍ଦ ପାଖରେ ଏଇ କାଳକୃତ ଆନନ୍ଦ ମୁଖ ନତ କରିବାକୁ ବାଧ୍ୟ। ଇଏ ଆନନ୍ଦରେ ଦୁଃଖ ଅଛି, ସେ ଆନନ୍ଦରେ ପ୍ରାଣମୟ ଜଗତରେ ଯୋଉମାନେ ବାସ କରନ୍ତି, ପ୍ରାଣମୟ ଜଗତରୁ ଯୋଉମାନେ ଉଠିଥାନ୍ତି, ସେଇ ଯୋଉ ଆନନ୍ଦ ପ୍ରାପ୍ତ କରନ୍ତି ସେଥିରେ ଦୁଃଖ ନାହିଁ। ସେଥିପାଇଁ କାଳଗତରେ ତିଆରି ହେଇଥିବା ଆନନ୍ଦ ତା ଆଗରେ ନତମସ୍ତକ ହୁଏ। ଇଏ ହେଲା ତାର ବର୍ଣ୍ଣନା। ଏବଂ ଏ ଲିଟିଲ ଆଉଟପୁଟ ଅଫ୍ ଗଡସ୍ ଭାଷ୍ଟ ଡିଲାଇଟ, ଦେଖିଲେ ଏ ଲିଟିଲ ଆଉଟପୁଟ ଅଫ୍ ଗଡସ୍ ଭାଷ୍ଟ ଡିଲାଇଟ। ମହାକାଳକୁ ନିମ୍ନମୁଖୀ କରୁଥିବା ତାର ଅନ୍ତହୀନ କାଳକୃତ ଜଗତକୁ ଯାହା ଭଗବାନଙ୍କର ବ୍ୟାପକ ବିଶ୍ୱାନନ୍ଦର ଏକ କ୍ଷୁଦ୍ର ଉତ୍ପାଦିତ ଫଳ। ଭଗବାନଙ୍କର ଯୋଉ ବିଶ୍ୱାନନ୍ଦ ଅଛି, ଡିଲାଇଟ ମାନେ ବିଶ୍ୱାନନ୍ଦ, ଯୋଉ ଆନନ୍ଦ ଭିତରେ ସୃଷ୍ଟି ଚାଲିଛି, ଯୋଉ ଭଗବତ ଆନନ୍ଦ, ତାର କିଛି ଅଂଶ ଏ ଜଗତ ପ୍ରାପ୍ତ କରୁଛି। ତାର ଯୋଉ ଉତ୍ପାଦିତ ଫଳ ଏ ଜଗତ ପ୍ରାପ୍ତ କରୁଛି, ୟାକୁ କିଏ ଦେଇଛି? ଏଇ ଯୋଉ ମହାକାଳ, କାଳ ଯୋଉ ଆକୁ ତିଆରି କରୁଛି, ଏଠି କିଛି ଆନନ୍ଦ ଦେଇଛି। ଆନନ୍ଦ ନହେଲେ ସେ ଚାଲିପାରିବନି। କିଛି କିଛି ଆନନ୍ଦ ନହେଲେ ଦୁଃଖ ଆଛୁ ପଛେ, ଆନନ୍ଦ ନଥିଲେ ସେ ଅଗ୍ରଗତି କରିପାରିବେନି। ସେ ନୈରାଶ୍ୟ ଭିତରେ ପଡିକି ଛଟପଟ ହବ। ହଉଛନ୍ତି ମଧ୍ୟ ବର୍ତ୍ତମାନ ଲୋକ। ତଥାପି ପଶ୍ଚାତରେ ଗୋଟେ ଆନନ୍ଦ ଥିବାରୁ ସେ ସବୁ ପ୍ରକାର ଦୁଃଖ କଷ୍ଟ ସହ୍ୟ କରିକି ସେ ଆନନ୍ଦ ଅଭିମୁଖୀ ହୋଇଥାନ୍ତି ମଣିଷ। ମଣିଷ ଯେତେ ପ୍ରକାର ଦୁଃଖ ସୁଖରେ ଭୋଗ କଲେ ବି କାହିଁକି ବଞ୍ଚି ରହିବାକୁ ଚାହେଁ? ସେ ବଞ୍ଚିବାରୁ ଚାହେଁ ସେ ଆନନ୍ଦ ଟିକ ପାଇବି, ଆଜି ନହେଲେ କାଲି ପାଇବି, ଏଇ ଯୋଉ ଆଶା ତାକୁ ବଞ୍ଚାଇ ରଖେ। ଏବଂ ସେଇ ଆଶା ହଉଛି ଏକ ଉତ୍ପାଦିତ ଫଳ, କାହାର ନା ପରମାନନ୍ଦଙ୍କର। ପରମାନନ୍ଦଙ୍କ ଠାରୁ ଉତ୍ପାଦିତ ହେଇଥିବା ମହାକାଳ ଦ୍ଵାରା ଏକ ଆନନ୍ଦ ପୃଥିବୀରେ ବାସ କରୁଛି। କିନ୍ତୁ ଏଇ ଯୋଉ ପ୍ରାଣମୟ ଜଗତର ସ୍ଵର୍ଗର ଆନନ୍ଦ ସେଇଆ ନୁହେଁ। ସିଏ ପୂର୍ଣ୍ଣାନନ୍ଦ, ସିଏ ଆଂଶିକ ହେଲେ ମଧ୍ୟ ପରମାନନ୍ଦକୁ ଗ୍ରହଣ କରିଛି। ଆଂଶିକ ହେଲେ ମଧ୍ୟ ପରମାନନ୍ଦକୁ ସେଠି ପ୍ରତିଷ୍ଠିତ କରିଛି, ଯୋଉ ଆନନ୍ଦରେ ଦୁଃଖ ନାହିଁ। ଏ ଜଗତ ଆନନ୍ଦ ଠାରୁ ଭିନ୍ନ। ଇଏ ବର୍ଣ୍ଣନା ତାର ଏଇଆ କହୁଛି। ଆହୁରି ଗୋଟେ ଦେଖନ୍ତୁ, ଇଏ ୟାକୁ ଗୋଟେ ଉଦାହରଣ ଖୋଜୁଥିଲି। ସାଧନାରେ ବା ବୁଝିବାରେ ଆପଣ ଯଦି ରେଗୁଲାରିଟି ନ ରଖିବେ, ଯୋଉମାନେ ଆକୁ ଶୁଣୁଛନ୍ତି ଖଣ୍ଡେ ଶୁଣିଦେଲେ ଏବଂ ଛାଡିଦେଲେ, ଫେର ଆଉ ଥରେ ଆଉ ଖଣ୍ଡେ ଶୁଣିଲେ, ୟାକୁ କିଛି ଗ୍ରହଣ କରିପାରିବେନି। ଯୋଉମାନେ ୟାର ଶୁଣିବାରେ ରେଗୁଲାରିଟି ରଖନ୍ତି, ନିୟମିତ ଭାବରେ ଯୋଉମାନେ ଶୁଣନ୍ତି, ସେଇମାନେ ଏଥିରୁ କିଛି ବୁଝିପାରିବେ।
ସେଇମାନେ କିଛି ଏଥିରୁ ଗ୍ରହଣୀୟ ହବ ତାଙ୍କ ପାଇଁ, ନହେଲେ ଆକୁ ବୁଝିବା ବହୁତ କଷ୍ଟ। ଉଦାହରଣ ସ୍ୱରୂପ ମୁଁ କହୁଛି, ଏବେ ଯୋଉ ସବୁ ନୋବେଲ ପ୍ରାଇଜ ମିଳୁଛି, ନୋବେଲ ପୁରସ୍କାର ମିଳୁଛି, ନୋବେଲ ପୁରସ୍କାର କେମିଷ୍ଟ୍ରି ମିଳୁଛି, ଫିଜିକ୍ସରେ ମିଳୁଛି, ସାହିତ୍ୟ ଇତ୍ୟାଦି। ସାହିତ୍ୟ ଛାଡନ୍ତୁ, ଫିଜିକ୍ସରେ ଯୋଉ ନୋବେଲ ପୁରସ୍କାର ମିଳୁଛି, ଯୋଉ ତତ୍ତ୍ୱ ପାଇଁ ସେ ନୋବେଲ ପୁରସ୍କାରଟି ପାଇଲା, ସେ ଜିନିଷ ପଢିଲା ବେଳେ ଆମେ ତାକୁ ଜାଣିପାରୁଛୁ କି ସ୍ପଷ୍ଟ ଭାବରେ ଇଏ କଣ? ଯିଏ ସେଥିରେ ସ୍ପର୍ଶରେ ଥିବ, ଯିଏ ଫିଜିକ୍ସର ଛାତ୍ର ହେଇଥିବ, ଯିଏ ତାକୁ ପାଠ ପଢିକି ସେ ଯାଇଥିବ, ସେ ତାକୁ ବୁଝିବ। ସାଧାରଣ ଲୋକ ତାକୁ କଣ ବୁଝିବେ? କିଛି ବୁଝିପାରିବେନି। ଯାହା ଗୋଟେ ଆଇଡିଆ କରିବେ, କିଛି ବୁଝି ହବନି। ଠିକ ସେଇଭଳିଆ ଶ୍ରୀ ଶ୍ରୀ ଅରବିନ୍ଦଙ୍କର ସାବିତ୍ରୀ ଅନେକ ସମୟରେ ଅବୁଝା ହେଇକି ରହିଯାଏ, ତାକୁ ବୁଝି ହୁଏନି। କିନ୍ତୁ ଯୋଉମାନେ ଧାରାବାହିକ ଭାବରେ ଆରମ୍ଭରୁ ତାକୁ ଶୁଣି ଆସିଥିବେ, ଆରମ୍ଭରୁ ପଢି ଆସିଥିବେ, ଆରମ୍ଭରୁ ଦେଖି ଆସିଥିବେ, ସେଇମାନେ ଏଥିରୁ କିଛି ଅଂଶ ସହଜରେ ବୁଝିପାରିବେ। ସେଥିପାଇଁ ମୋର କହିବାର କଥା ହଉଛି, ଯୋଉମାନେ ଆକୁ ଆଗ୍ରହର ସହିତ ଶୁଣନ୍ତି, ଧାରାବାହିକଟା ବଜାୟ ରଖନ୍ତୁ। ଏଠି ଦେଖନ୍ତୁ, ନୁହେଁ ଆକୁ ସାଧାରଣ ଭାବରେ ଗ୍ରହଣୀୟ ହେବ ନାହିଁ, ଆକୁ ବୁଝିପାରିବାନି କି ମନରେ ଧାରଣା କରିପାରିବା ନାହିଁ। ଗୋଟେ ଧାରଣା ହବ, ଫିଜିସିଷ୍ଟ ଜଣେ ଗୋଟେ ନୂଆ ତତ୍ତ୍ୱ ବାହାର କରୁଛି, ତାକୁ ଧାରଣା କରିବା କେଡ଼େ କଷ୍ଟକର। ଆମେ ଯେହେତୁ ତାର ପୂର୍ବାପର ଜାଣିନେ, ତେଣୁ ତାକୁ ଧରିକି ଗ୍ରହଣ କରିହବନି। ଠିକ ସେଇଭଳି ଏଇଠି ଦେଖନ୍ତୁ, ଦି ମୋମେଣ୍ଟସ ଷ୍ଟ୍ରେଚଡ୍ ଟୁୱାର୍ଡସ୍ ଦି ଇଟର୍ନାଲ ନାଓ, the hours discovered immortality, but satisfied with the sublime contents, on peaks they seized, whose tops halfway to heaven. ଦେଖନ୍ତୁ, ଏଠି ଯୋଉ ମୋମେଣ୍ଟ କାର୍ଯ୍ୟ କରୁଛି କୋଉଠି? ଏ ପ୍ରାଣମୟ ଜଗତର ସ୍ୱର୍ଗରେ ଯୋଉ ମୋମେଣ୍ଟ, ଯୋଉ ମୁହୂର୍ତ୍ତ କାର୍ଯ୍ୟ କରୁଛି, କ୍ଷଣ ସକଳ ଶାଶ୍ୱତ ମହାବର୍ତ୍ତମାନ ଆଡକୁ ପ୍ରସାରିତ। ଶାଶ୍ୱତ ମହାବର୍ତ୍ତମାନ କଣ? ଯୋଉମାନେ ସାଧନା କରିଛନ୍ତି, ତ୍ରିକାଳଦର୍ଶୀ ଯୋଉମାନଙ୍କୁ କହନ୍ତି, ଯୋଉମାନେ ଅତୀତ, ବର୍ତ୍ତମାନ, ଭବିଷ୍ୟତକୁ ଏକା ସାଙ୍ଗରେ ଦେଖନ୍ତି, ସେ ତାଙ୍କ ପାଇଁ ସବୁ ବର୍ତ୍ତମାନ ହେଇଯାଏ। ଯୋଉମାନେ ସାଧକ, ସେମାନେ ତାଙ୍କ ପାଇଁ ସବୁ ଜିନିଷ ବର୍ତ୍ତମାନ ହେଇଯାଏ। ଯିଏ ତ୍ରିକାଳଦର୍ଶୀ, ସିଏ ଅତୀତକୁ ଭଲକିରି ଦେଖନ୍ତି, ବର୍ତ୍ତମାନକୁ ଭଲକିରି ଦେଖନ୍ତି, ଭବିଷ୍ୟତରେ କଣ ହବ ତାକୁ ବି ଦେଖନ୍ତି। ସେ ତିନିଟା ଯାକକୁ ଦେଖନ୍ତି, ତାକୁ ସେଥିପାଇଁ ତ୍ରିକାଳଦର୍ଶୀ କୁହାଯାଏ। ସେ ତାଙ୍କର ଯୋଉ ଦୃଷ୍ଟି, ସେ ଦୃଷ୍ଟିଟି ହଉଛି ସାମଗ୍ରିକ ଭାବେ ବର୍ତ୍ତମାନ। କାରଣ ବର୍ତ୍ତମାନ ହିଁ ଭଳିଆ ହିଁ ସବୁ ଦେଖାଯାଉଛି। ଅତୀତ ବି ତାଙ୍କ ପାଇଁ ବର୍ତ୍ତମାନ, ଭବିଷ୍ୟତ ବି ତାଙ୍କ ପାଇଁ ବର୍ତ୍ତମାନ, ବର୍ତ୍ତମାନ ତ ସହଜରେ ବର୍ତ୍ତମାନ। ସେଥିପାଇଁ ସବୁ ଯାକ, ତିନୋଟି ଯାକ ମିଶିକିରି ହଉଛି କଣ? ଇଟର୍ନାଲ ନାଓ। That is the eternal now, ଶାଶ୍ୱତ ମହାବର୍ତ୍ତମାନ। ଶାଶ୍ୱତ ମହାବର୍ତ୍ତମାନ ହଉଛି ସାଧନାରେ ଯୋଉମାନେ ତ୍ରିକାଳଦର୍ଶୀ ହେଇଥିବା ସବୁ ଯାକୁ ଦେଖନ୍ତି। ସୋ ଏଠି ଯୋଉ କଥା କୁହାଗଲା, ଦି ମୋମେଣ୍ଟ ଷ୍ଟ୍ରେଚଡ୍ ଟୁୱାର୍ଡସ୍ ଦି ଇଟର୍ନାଲ ନାଓ, ସେଠି ଯୋଉ ଗୋଟେ ମୋମେଣ୍ଟ ଅଛି, ଗୋଟେ କ୍ଷଣ ଅଛି, ସେ କ୍ଷଣ ଏକ୍ସଟେଣ୍ଡ ହେଇଯାଉଛି, ଆଗକୁ ଆଗକୁ ଏକ୍ସଟେଣ୍ଡ ହଉଛି, କୁଆଡକୁ ନା ଇଟର୍ନାଲ ନାଓ। ଇଟର୍ନାଲ ନାଓ ଅର୍ଥ, ସେଇ ଭିତରେ ଯିଏ ବାସ କରିବେ, ସେଇମାନେ ଇଟର୍ନାଲ ନାଓ, ଶାଶ୍ୱତ ବର୍ତ୍ତମାନ ଆଡକୁ ମୁଭ୍ କରିବେ। ସେଇ କ୍ଷଣ, ସେଇଠି ଯୋଉ କ୍ଷଣ ଅଛି, ଯୋଉ ଆନନ୍ଦ ଅଛି, ସେପଟକୁ ମଧ୍ୟ ସେ ମୁଭ୍ କରିପାରିବେ। ଏବଂ ଖାଲି ସେତିକି ନୁହେଁ, ଦି ଆୱାର୍ସ ଡିସ୍କଭର୍ଡ ଇମର୍ଟାଲିଟି। ଆୱାର୍ସ ତ ମୁହୂର୍ତ୍ତ ସକଳ, ସେଇ ମୁହୂର୍ତ୍ତ କଣ? ସେଇ ଜଗତରେ, ପ୍ରାଣମୟ ଜଗତର ସେଇ ସ୍ୱର୍ଗରେ, ଆୱାର୍ସ, ପ୍ରତ୍ୟେକ ମୁହୂର୍ତ୍ତ ଡିସ୍କଭର୍ଡ ଇମର୍ଟାଲିଟି। ପ୍ରତ୍ୟେକ ଜଗତ ଇମୋର୍ଟାଲ ଭଳି ମନେ ହବ। ପ୍ରତ୍ୟେକ ଜଗତ ଆଗକୁ ଆଗକୁ ଗଲେ
ମୁହୂର୍ତ୍ତ ସକଳ ଅମଲତ୍ୱ ଆବିଷ୍କାର କଲେ ଏବଂ ତାହା ଏକ କାଳାତୀତ ଅବସ୍ଥା। ସେ ଏକ କାଳାତୀତ ଅବସ୍ଥା ପ୍ରାପ୍ତି କରନ୍ତି ପ୍ରତ୍ୟେକ ମୁହୂର୍ତ୍ତ ଏବଂ ବଟ୍ ସାଟିସ୍ଫାଏଡ୍ ୱିଥ୍ ଦେयर ସବ୍ଲାଇମ୍ କଣ୍ଟେଣ୍ଟ। କିନ୍ତୁ ସେ ଯୋଉ କ୍ଷଣିକ ଜିନିଷ ପ୍ରାପ୍ତ କରନ୍ତି, ସେଠି ଯୋଉ କ୍ଷଣିକ ଜିନିଷ ମିଳେ, କିନ୍ତୁ ସେ ସବୁ ମୁହୂର୍ତ୍ତ କ୍ଷଣ ଇତ୍ୟାଦି ସେମାନଙ୍କର ଅନ୍ତର୍ନିହିତ ଚିନ୍ତା ରାଜିରେ ତୁଷ୍ଟ ରହିଥାନ୍ତି। ସେଇ ଯୋଉ କିଛି କ୍ଷଣ ସେମାନେ ଅନ୍ତର୍ନିହିତ ଭାବରେ ସେମାନଙ୍କର ଅନ୍ତର୍ନିହିତ ବସ୍ତୁରାଜିରେ ଯାହା ତାଙ୍କର ବସ୍ତୁ ଅନ୍ତରାଜି ଭିତରେ ଅଛନ୍ତି ସେମାନେ ସେ ତୁଷ୍ଟ ରହିଛନ୍ତି, ତୁଷ୍ଟ ରହିଛନ୍ତି, ସନ୍ତୁଷ୍ଟ ରହିଛନ୍ତି, ସାଟିସ୍ଫାଏଡ୍। On peaks they seized, whose tops halfway to heaven. ଦେଖନ୍ତୁ, ଯୋଉମାନେ ସେ ପ୍ରାଣମୟ ଜଗତର ସ୍ୱର୍ଗରେ ବାସ କରିବେ, ସେମାନଙ୍କର ପ୍ରତ୍ୟେକ ମୁହୂର୍ତ୍ତ ଏକ୍ସଟେଣ୍ଡ ହବ, ଆଗକୁ ବୃଦ୍ଧି ପ୍ରାପ୍ତ ହବ, କୁଆଡକୁ ନା ଇଟର୍ନାଲ ବର୍ତ୍ତମାନ ଆଡକୁ। ଇଟର୍ନାଲ ବର୍ତ୍ତମାନ ଆଡକୁ ଗଲେ ତାଙ୍କର କଣ ହବ? ପ୍ରତ୍ୟେକ କ୍ଷଣିକ ମୁହୂର୍ତ୍ତ ତାଙ୍କ ପାଇଁ କ୍ଷଣିକ ମୁହୂର୍ତ୍ତ ସେମାନଙ୍କ ପାଇଁ ଯାହା ପ୍ରାପ୍ତ କରୁଛନ୍ତି ସେଇ ସେଥିରେ ସେ ସନ୍ତୁଷ୍ଟ। ସେଇଠି ରହିଲେ ଯେତିକି ମିଳିଥିବ ସେତିକିରେ ସେ ସନ୍ତୁଷ୍ଟ। ପୁଣି ଆଗରୁ ବନାହାନ୍ତି ସେଇଠି ଶାଶ୍ୱତଙ୍କର ସ୍ପର୍ଶଟେ ଲାଭ କରିଥିଲେ ବି, ଶାଶ୍ୱତ ଆନନ୍ଦର ଗୋଟେ ସ୍ପର୍ଶ ଲାଭ କରିଥିଲେ ବି, ସେଇ ଜଗତରେ ତାର ଚରମ ଆନନ୍ଦରେ ସେ ପହଞ୍ଚିଛି। ତେଣୁ ଯିଏ ବାସ କରିବ ସେ ଚରମ ଆନନ୍ଦରେ ପହଞ୍ଚିବ, ଅଳ୍ପ ସମୟ ଅଳ୍ପ ବି ହଉ ଚରମ ଆନନ୍ଦରେ ପହଞ୍ଚିବ। ତେଣୁ ତାର ସମସ୍ତ ଜିନିଷରେ ସେ ସନ୍ତୁଷ୍ଟ। ଏଠି କଣ ହଉଛି? ପିକ୍ସ ଅନ ପିକ୍ସ ଦେ ସିଜ୍। ଯୋଉ ପର୍ଯ୍ୟନ୍ତ ସେ ଗଲେ ସେ ମୁହୂର୍ତ୍ତ ସକଳ ଯୋଉ ପର୍ଯ୍ୟନ୍ତ ଗଲେ, ସେମାନେ ତ ଏକ୍ସଟେଣ୍ଡ କରିକି ଆଗରୁ ହେଇଛି ଯେ ମୁହୂର୍ତ୍ତ ସବୁ ଯିବେ କୁଆଡେ? stretched towards the eternal now। କିନ୍ତୁ ସେ ମୁହୂର୍ତ୍ତ ସକଳ ଯାହା ପ୍ରାପ୍ତ କରିଛନ୍ତି ସେଥିରେ ତୁଷ୍ଟ ରହିଛନ୍ତି ଏବଂ ସେମାନେ ଯୋଉଠି ପହଞ୍ଚିଛନ୍ତି ସେ ହଉଛି ହେଭେନରେ ପହଞ୍ଚିବା ପାଇଁ, ଯଥାର୍ଥ ହେଭେନରେ ପହଞ୍ଚିବା ପାଇଁ, ସ୍ୱର୍ଗରେ ପହଞ୍ଚିବା ପାଇଁ ହାଫ ୱେ। ଆପଣ ଦେଖନ୍ତୁ, ଜଣେ ବ୍ୟକ୍ତି ଗୋଟିଏ ଆନନ୍ଦରେ ଅଛି, ଗୋଟିଏ ବିଷୟ ତାର ସବୁ ଜିନିଷ ସୁରୁଖୁରୁ ରହୁଛି, ଆନନ୍ଦରେ ଅଛି। ତାକୁ ଯଦି ପଚରାଯାଏ ସେ କଣ କରେ? ମୋ ଇଏ ବେଶ ଭଲ ଆନନ୍ଦରେ ଅଛି, ମୋ ପରିବାର ଆନନ୍ଦରେ ଚାଲୁଛି, ମୁଁ ବେଶ ଆନନ୍ଦରେ ଅଛି, ମୋ ଚତୁଃପାର୍ଶ୍ୱରେ ଯେତେ ଜିନିଷ ଅଛନ୍ତି ସବୁ ଠିକ ଠିକ ଚାଲୁଛି, ମୋର କୌଣସି ଅଭାବ ନାହିଁ, ମୋର କୌଣସି ଅଭାବର ଅନୁଭୂତି ନାହିଁ ଏବଂ ସେ ଆନନ୍ଦ ଭିତରେ ସିଏ ଅଛନ୍ତି। ସେଥିରେ ସେ ଅଳ୍ପ ଆନନ୍ଦ ହେଲେ ମଧ୍ୟ ଆନନ୍ଦର ଶୀର୍ଷ ଅବସ୍ଥାରେ ପହଞ୍ଚେ, କ୍ଷୁଦ୍ର ଆନନ୍ଦ ହେଲେ ମଧ୍ୟ ଶୀର୍ଷ ଅବସ୍ଥାରେ ପହଞ୍ଚେ। ସେଇଥିପାଇଁ ଏ ପ୍ରାଣମୟ ଜଗତର ଯୋଉ ସ୍ୱର୍ଗ, ସେଥିରେ ଅଳ୍ପ କିଛି ଆନନ୍ଦ ପ୍ରାପ୍ତ କଲେ ମଧ୍ୟ ସେ ଚରମ ଆନନ୍ଦରେ ପହଞ୍ଚି ଯାଆନ୍ତି ଏବଂ ସେଥିରେ ପ୍ରତ୍ୟେକ ଯୋଉ ମୁହୂର୍ତ୍ତ ସେ ସିଆଡକୁ ଏକ୍ସଟେଣ୍ଡ ହୁଏ, ଯେମିତି ପ୍ରତ୍ୟେକ ମୁହୂର୍ତ୍ତ ଏକ୍ସଟେଣ୍ଡ ହୁଏ ଶାଶ୍ୱତ ବର୍ତ୍ତମାନ ଆଡକୁ। ଏସବୁ ଜିନିଷ ଯୋଉ ବର୍ଣ୍ଣନା, ଏସବୁ ବର୍ଣ୍ଣନା ହଉଛି ପ୍ରାଣମୟ ସ୍ୱର୍ଗର ଉତ୍କର୍ଷ। ପ୍ରାଣମୟ ସ୍ୱର୍ଗର ଯୋଉ ଉତ୍କର୍ଷତା ଅଛି ତାକୁ ଏଭଳି ଭାବରେ ପ୍ରଭୁ ବର୍ଣ୍ଣନା କରିଛନ୍ତି। ତାପରେ ଦେଖନ୍ତୁ, ସେମାନେ ସେ ସବୁ ଶିଖର ଉପରେ ବିରତି ନେଇ ଯାହାର ଚୂଡାରାଜି ମହାସ୍ୱର୍ଗର ପ୍ରତି ଅର୍ଦ୍ଧପଥ। ସେଠି ଯୋଉମାନେ ବାସ କରି ରହିବେ, ସେ ଚୂଡାକୁ ଯାଇନଥିବେ, ଭଗବାନଙ୍କ ସାଙ୍ଗରେ ମିଳିତ ହେଇନଥିବେ, କିନ୍ତୁ ସେଇଠି ରହିଥିବେ, କିନ୍ତୁ ସେଇଠି ରହିକିରି ମଧ୍ୟ ତାର ଶୀର୍ଷରେ ପହଞ୍ଚିକିରି ମଧ୍ୟ ସେ ସବୁ ବିରତି, ସେଠି ତାଙ୍କ ସରିଗଲା, ସେଠି ସେ ତାକୁ ବନ୍ଦ କରିଦିଅନ୍ତି, ଆଉ ଆଗକୁ ଯିବାକୁ ଚାହାନ୍ତି, ସିଏ ତାଙ୍କ ପାଇଁ ସ୍ୱର୍ଗ। ତାପରେ ଆସିଲା କଣ? pointed to an apex they could never mount, to a grandeur in whose air they could not live।
ସେମାନେ ଆଉ ଆଗକୁ ଯିବାକୁ ଚାହାନ୍ତିନି। ଗୋଟେ ଉଦାହରଣ ଦେଲେ ଚଳିବ ଯେ ଗୋଟେ ଜଗତରେ ଜଣେ ବହୁ ଆନନ୍ଦରେ ଅଛି, କୌଣସି ପ୍ରକାର ଅଭାବ ତାର ନାହିଁ। ତାକୁ ଯଦି କୁହାଯାଏ ତୁ ଯଦି ଏଇ ସାଧନା କରିବୁ ଏ ଭଗବତ ପ୍ରାପ୍ତ ହବୁ, ଏମିତି ହବୁ, ଏ ଅମରତ୍ୱ ପ୍ରାପ୍ତ ହବୁ, ଏ ପୂର୍ଣ୍ଣାନନ୍ଦ ପ୍ରାପ୍ତ କରିବୁ, ଇଏ କହିବ ମୋର ସେଟା କିଛି ଦରକାର ନାହିଁ, ମୁଁ ଏବେ ଆନନ୍ଦରେ ଅଛି। କାରଣ ତାକୁ ଧାରଣ କଲେ ସେ ରଖିପାରିବନି, ଧରି ପାରିବନି, ସିଆଡକୁ ଯାଇପାରିବନି। ତେଣୁ ସେ ଭିତରେ କାହିଁକି ବାଧ୍ୟ, ଆମେ ଯେତିକି ଅଛି ସେତିକି ଭଲରେ ଅଛୁ। ଅନେକ ଲୋକ ଏଇଭଳି ଭାବନାରେ ଅଛନ୍ତି, ମୁଁ ଯେତିକି ଭଗବାନ ମତେ ଦେଇଛନ୍ତି ମୁଁ ସେଥିରେ ଶାନ୍ତିରେ ଖୁସିରେ ଅଛି। କିନ୍ତୁ ଯୋଉମାନେ ଏଥିରେ ସନ୍ତୁଷ୍ଟ ନୁହନ୍ତି ସେମାନେ ଦୁର୍ନୀତି କରନ୍ତି, ନାନା ଭାବରେ ଠିକ ପଇସା ବଢାନ୍ତି, ଘର ବଢାନ୍ତି, ଅମୁକ ବଢାନ୍ତି, ସେ ସବୁ ଦୁଃଖ ଯନ୍ତ୍ରଣାରେ ପଡନ୍ତି। କେତିକି ଜିନିଷରେ ସେ ସନ୍ତୁଷ୍ଟ ହେବେନି। କିନ୍ତୁ ଯୋଉମାନେ ଏଇଥିରେ ସନ୍ତୁଷ୍ଟ ହେଇକି ରହନ୍ତି ସେଇଠି ରହନ୍ତି। ତାଙ୍କୁ ଯଦି କୁହାଯାଏ ତମେ ଏୟା କର ତ ଅଧିକା ଜିନିଷ ପ୍ରାପ୍ତ କରିବ, ସ୍ୱର୍ଗ ଲାଭ କରିବ, ପରମାନନ୍ଦ ଲାଭ କରିବ, ଅମୃତତ୍ୱ ଲାଭ କରି ସାରିଲେ ମୋର ସେଟା କିଛି ଦରକାର ନାହିଁ, ମୁଁ ତ ଏବେ ଶାନ୍ତିରେ ଅଛି। ଆଉ ଏଇ ଭାବନା ଯୋଗୁ ମଝିରେ ମଝିରେ ଅଶାନ୍ତି ଆସେ ଆମ ଭିତରେ। ଆମେ ଯେତେବେଳେ ଆମ ଆସ୍ପୃହାଟା ବନ୍ଦ ହେଇଯାଏ, ଆମେ ଆଉ ଆଗକୁ ଯିବାକୁ ଚାହିଁବାନି, ଆସ୍ପୃହା କରିବାନି, ସେ ଆସ୍ପୃହାଟା ଯେତେବେଳେ ବନ୍ଦ ହେଇଯାଏ ନାନା ଅସୁବିଧା ଗୁଡାକ ଆସେ। କାରଣ ଆମର ଲକ୍ଷ୍ୟ ସମ୍ପୂର୍ଣ୍ଣ ରୂପେ ଭଗବାନଙ୍କ ହୋଇ ଉଠିବା। ଯଦି ମଣିଷର ଲକ୍ଷ୍ୟ ସମ୍ପୂର୍ଣ୍ଣ ରୂପେ ଭଗବାନ ହୋଇ ଉଠିବା, ସିଏ ଟିକେ ଆନନ୍ଦରେ ସନ୍ତୁଷ୍ଟ ହେଲେ ଏ ଭିତରେ ଯୋଉ ଭଗବାନ ପ୍ରସ୍ତୁତ ହଉଛନ୍ତି ସିଏ ସମ୍ଭାଳିବେ? ଅନ୍ତରରେ ଯୋଉ ଭଗବାନଙ୍କର ପ୍ରତିମୂର୍ତ୍ତି ଅଛନ୍ତି, ସିଏ ଯଦି ପରମଙ୍କ ସାଙ୍ଗରେ ମିଶିକିରି ପୂର୍ଣ୍ଣ ଭଗବାନ ହବାକୁ ଚାହାନ୍ତି, ବ୍ୟକ୍ତି ଯଦି ଏତିକି ଆନନ୍ଦରେ ସନ୍ତୁଷ୍ଟ ହେଇଯାଏ, ରହିଯାଏ, ସେ ଆନନ୍ଦ ତାକୁ ଛାଡିବ କି? ସେ ଆଉ ଗୋଟେ କଣ ଦୁଃଖ ଆଣିକି ଯନ୍ତ୍ରଣା ଆଣିକି ଦବ, ଯାହାରି ଫଳରେ ସେ ଆଗକୁ ଯିବା ପାଇଁ ପ୍ରସ୍ତୁତ ହବ। ଏ ଜୀବନରେ ଘଟୁଛି ଏଗୁଡା ସବୁ। ତେଣୁ ସନ୍ତୁଷ୍ଟ ହେଇକି ରହିଗଲେ ଚଳିବନି, ଆସ୍ଫୁରା କରିବାକୁ ପଡିବ, ଆଗକୁ ଯିବାକୁ ପଡିବ। ଆମ ଭିତରେ ଯୋଉ ଅଗ୍ନି ପ୍ରଜ୍ୱଳିତ ହଉଛି, ଆଗକୁ ଯୋଉ ପଢିଲେ ଅଗ୍ନି, ସେ ଅଗ୍ନି ଆମକୁ ଏଠି ରଖେଇଦବନି, ଆଗକୁ ଯିବାକୁ ହବ। ଆଗ କଥା ଭାବିବାକୁ ହବ, ମୁଁ କାହିଁକି ଜନ୍ମ ହେଇଛି, ଅନ୍ତରାତ୍ମା କାହିଁକି ଆସିଛନ୍ତି, ସେ ଯୋଉ ଅଗ୍ନି ଧରିଛନ୍ତି ତାକୁ ସପୋର୍ଟ କରିବାକୁ ହବ, ତାକୁ ଆସ୍ଫୁରା କରିବାକୁ ହବ, ତାହେଲେ ସେ ଦିଗରେ ଚାଲିବେ। ଯଦି ବନ୍ଦ ହେଇଯିବ ବୋଲେ ଦୁଃଖ ଯନ୍ତ୍ରଣା ଆସିବ। ଏଇଠି ଦେଖନ୍ତୁ, inviting to their high and exquisite sphere, to their secure and fine extremities, this creature who hugs his limits to feel safe, ଭାଇ ଏଇଠି ବ୍ରେକ୍ his ନେଇଯାଆନ୍ତୁ। height, huh? 11:08 ହେଲା, ଏଇଠି ବ୍ରେକ୍ ନେଇଯାଆନ୍ତୁ। ହଉ ହଉ, ଏଠି ଟିକେ ବ୍ରେକ୍ ନେବା। ଏବେ କେତେ ସମୟ ହେଲା? 11:07-08 ହେଇଛି। ନ ହେଲା, 11:20ରେ ଆମେ ଆଉଥରେ ଆସିବା। ଦେଖନ୍ତୁ, ସେଇ ଯୋଉ ମୁହୂର୍ତ୍ତ ସକଳ, ଯୋଉ ମୁହୂର୍ତ୍ତ ମାନେ ସବୁ ଏକ୍ସଟେଣ୍ଡ ହୁଅନ୍ତି ଇଟରନାଲ ନାଉ ପର୍ଯ୍ୟନ୍ତ, ସେ ମୁହୂର୍ତ୍ତ ସକଳ ଅର୍ଦ୍ଧା ବାଟ ଯାଇ ସେ ଅର୍ଦ୍ଧା ବାଟରେ ସନ୍ତୁଷ୍ଟ ହେଇକିରି ସେଇ ଜଗତରେ ରହିଛନ୍ତି, ଆଉ ଆଗକୁ ଯାଇପାରୁନାହାନ୍ତି, ଯିବାକୁ ଚାହୁଁନାହାନ୍ତି। କିଭଳି? ତାର ଏଠୁ ଉଦାହରଣ ଦିଆଯାଇଛି। ସେଇ ଶିଖର ସବୁ ସବୁବେଳେ ଇନଭାଇଟ କରନ୍ତି ଆମକୁ। ସେ ଶିଖର ସବୁ ଜଗତକୁ ବି ଇନଭାଇଟ କରୁଥାନ୍ତି, ତମେ ଉପରକୁ ଆସ ବୋଲି ଚାହାନ୍ତି। ଇନଭାଇଟିଂ ଟୁ ଦେୟାର ହାଇ ଏଣ୍ଡ, ତାଙ୍କ ସ୍ପିୟର, ସେମାନଙ୍କର ସମୁଚ୍ଚ ଓ ଅତ୍ୟଧିକ ଭାବେ ସୂକ୍ଷ୍ମ ସର୍ବାଙ୍ଗ ସୁନ୍ଦର ଲୋକକୁ ଯିବା ପାଇଁ ସେମାନେ ଇନଭାଇଟ କରନ୍ତି। ସେମାନଙ୍କ ସୁରକ୍ଷିତ ଓ ଉତ୍ତମ ଚରମତା ସବୁକୁ ନିମନ୍ତ୍ରଣ କରନ୍ତି, ଉର୍ଦ୍ଧ୍ୱରେ ଥିବା ଜଗତ ସବୁ।
ऊर्ध्वरे थिबा जगत सबुबले नियंत्रण करती किंतु सेमानंकर सुरक्षित किंतु यही प्राणी मनुष्य जी की निरापत्ता अनुभव करने निमित्त तार सीमाबद्धता को कुंडाई धरता है नाई हो किए से भर को जीव कोटे भल अच्छी मंद अच्छे आम जानू कहीं जिते रहूँ शांति थी तो साधना करने को जाती नहीं आगू को जीवा को चाहती मुझे मत सुखर रही मुझे जहाँ चाहूँगी ता प्राप्त कर चलि यही भितर ही मुझे जीवन यापन करी सियाड़ को जीवा को चाहूना से उच्चतर जिनस को आस्पुरा करने आमको कहुच्छे तमें जदि साधना करने को चाहूच से उच्चतर जिनस को सदा सर्वदा आस्पुरा कर एवं जी या जहाँ को आम प्रभु बोली भावुचु जहाँ को आम दिव्यजन भावुचु ये आस्पुरा को चरण में स्थापन करते यही प्राणी मनुष्य जी की निरापत्ता अनुभव करने निमित्त तार सीमाबद्ध कुंडे धरता है मुझे अच्छी भर थी आगू जी साधना फाधना मोर किसी दरकार ना मत खाली कौन दरकार अनुसार दियो मुझे साथी रही मनीष यह चाहती फल शिखर सबू एक महत्तर अभियान आह्वान को प्रतिज्ञान करती शिखर सबू उच्चतर जिनस सब जो आमको आह्वान करती आम भितर थिबा अग्निशिखा प्रज्वलित हुए आम भितर से दिव्यत्वर अग्निशिखा प्रज्वलित हुए सी चाहे आगू को जावाकू फिर डाकती ऊर्ध्वरे थिबा शिखर सबू किंतु साधारण मनुष्य चेतना रे आम जो अच्छु आम आम जहाँ जमी अच्छु तार भर कुंडे रहा चाहूँ तापर कहते ए ग्लोरी एंड स्वीटनेस ऑफ सैटिस्फाइड डिजायर tied up the spirit to golden posts of bliss. परितृप्त कामना राजीर एक महिमा और माधुर्य दिव्यानंदर हिरणमय स्तंभ सबुरे आत्मसत्ता को बांधी रखि था क्या लक्ष्य कर कथा कहुई यही जगत जो मैंने बास करती से माने सेतिकिरे संतुष्ट रहिया पाई परितृप्त कामना राज्य एक महिमा जो कामना भितर उठे ताकू प्राप्त करी से कामना रे परितृप्त ही तार माधुर्य रे परितृप्त ही दिव्यानंदर हिरणमय स्तंभ सबुरे आत्मसत्ता को बांधी रखी था से जो सामान्य टिके दिव्यानंद मिले जगत जो मैंने बास करती यही जगत कथा कहुच्छी प्राणमय जगत स्वर्ग कथा कहुई जो दिव्यानंद टिके प्राप्ति करती ता भितर तार खम भितर निजक बांधिकी रखती आगू जावाक चाहती अश्वपति तो से नुहति अश्वपति से नुहति ये सबू से तो प्राप्त करके भी सेठी सी से सन्तुष्ट होंगे सी आगू को जावाक चाहिए कारण तांकर लक्ष्य भिन्न प्राप्त करने जिन जो लक्ष्य करती सी भिन्न तेणु सी से सन्तुष्ट हेबे छाड़ा कहू प्रथम किंतु जे कई लोक यही जगार पहुंची गला आगू को जावाक चाहिए कहते इट कुड नॉट हाउस दी वाइडनेस ऑफ ए सोल which needed all infinity for its home. जो आत्मा आम भितर अच्छी सी सदा सर्वदा चाहती कौन ताक भितर जो विस्तृति अच्छी से विस्तृति एवं तार निजस्व निमित्त आवश्यक करे समग्र असीमता समग्र असीमता आड़ को से आत्मा बास करने को चाहती से भाया आत्मा ए भितर संतुष्ट होपर कहया कथा कहते एक आत्मार बृहत्तर प्रसार को ता स्थान दे पारे नहीं किए स्थान दे पारे नहीं जो माने ये ग्लोरी आउ ये जो माधुर्य को तृप्ति धरती आगू को जावाक चाहती से माने ए आत्मार जो बृहत्तर आत्मार जो प्रसार जो बृहत्तर प्रसार ताको धारण कर पारती
ତା ପରବର୍ତ୍ତୀ କଥା ଦେଖନ୍ତୁ, when needed all infinity for its home, ଆତ୍ମସତ୍ତା ସବୁବେଳେ ଚାହାନ୍ତି ନିଜସ୍ୱ ନିମିତ୍ତ ଆବଶ୍ୟକ କରେ ସମଗ୍ର ସାମଗ୍ରିକତା ଭିତରେ ରହିବା ପାଇଁ। ସେଇଭଳି ବ୍ୟକ୍ତି ଏତିକିରେ ସନ୍ତୁଷ୍ଟ ହୁଅନ୍ତି ନାହିଁ। A memory soft as grass and faint as sleep, a beauty and call receding sank behind, like a sweet song heard fading far away upon the long high road of timelessness। ଗୋଟେ ସୁନ୍ଦର ଉପମା ଦିଆହେଇଛି ଏଠି। A memory soft and grass and faint as sleep, ଅଶ୍ୱପତି ପ୍ରାଣମୟ ଜଗତରେ ପ୍ରାଣମୟ ସ୍ୱର୍ଗରେ ଯୋଉ ଅନୁଭୂତି ସବୁ ପାଇଥିଲେ, ଯୋଉ ଅନୁଭୂତି ପାଇଥିଲେ, ସେଇ ଅନୁଭୂତି ଯନ୍ତ୍ରପାତରେ ଟିକେ ଗୋଳମାଳ ହେଲା, ମୁଁ ସେଥିପାଇଁ ବଡ ଦୁଃଖିତ। ଯିଏ ମତେ ସବୁ ଇଏ କଣ୍ଟ୍ରୋଲ କରିବା କଥା ସେଇ ନାତି ମୋ ପାଖରେ ନାହିଁ, ପୁଅ ବି କୁଆଡେ ଯାଇଛି, ତେଣୁ ମୁଁ ତାକୁ କିଛି କରିପାରିଲିନି। ଏନିୱେ ଆମେ ଆସିବା ବର୍ତ୍ତମାନ ସେ କଥାକୁ। A memory of soft and grass and faint sleep, the beauty and call receding sank behind, like a sweet song had fading far away upon the long high road of timelessness। ଅଶ୍ୱପତିଙ୍କ କ୍ଷେତ୍ରରେ ଏହା ଘଟିଲା। ଅଶ୍ୱପତିଙ୍କ କ୍ଷେତ୍ରରେ କଣ ଘଟିଲା? ତୃଣସମ କୋମଳ ଏବଂ ତୃପ୍ତି ଭଳି ଅସ୍ପଷ୍ଟ ଏକ ସ୍ମୃତି ସୌନ୍ଦର୍ଯ୍ୟ ଓ ଆହ୍ୱାନ ଦୂରକୁ ଦୂରକୁ ଯାଇ ଶୁଣା ଯାଉଥିବା ଏକ ସୁମଧୁର ସଙ୍ଗୀତ କ୍ରମଶଃ ମ୍ଳାନ ହୋଇ ଦୂରେଇ ଗଲା ଭଳି ପଶ୍ଚାତରେ ବୁଡିଗଲା। କଣଟା ପଶ୍ଚାତରେ ବୁଡିଗଲା? ଯେମିତି ଗୋଟେ ସଙ୍ଗୀତ ବାଜୁଛି, ଆପଣ ସେ ସଙ୍ଗୀତ ଠାରୁ ଟିକେ ଦୂରେଇ ଦୂରେଇ ଯାଉଛନ୍ତି, କିମ୍ବା ସଙ୍ଗୀତ ଆପଣଙ୍କ ଠାରୁ ଦୂରେଇ ଦୂରେଇ ଯାଉଛନ୍ତି, ଶୁଣୁଛନ୍ତି, ସେ ମଧୁର ସଙ୍ଗୀତ କ୍ରମଶଃ ମ୍ଳାନ ହୋଇ ଦୂରରେ ପଶ୍ଚାତରେ ଡୁବିଯିବ, ଯଦି ଦୂରକୁ ପଳେଇବ। ସେ ଯେମିତି ହେଇଥିଲା ଅଶ୍ୱପତିଙ୍କ କ୍ଷେତ୍ରରେ, ଏ ତୃଣମୂଳ କୋମଳ ସୁପ୍ତି ଅସ୍ୱସ୍ତ ଓ ସ୍ମୃତି ସୌନ୍ଦର୍ଯ୍ୟ ଓ ଆହ୍ୱାନ ସେଇଭଳି ଦୂରକୁ ଦୂରକୁ ଯାଇ ଡୁବିଗଲା ମହାକାଳାତୀତ ଉପରେ ପଡିଥିବା ସୁଦୀର୍ଘ ରାଜପଥ ଉପରେ। ମହାକାଳ ପ୍ରତି ମହାକାଳ ଉପରେ ପଡିଥିବା ସୁଦୀର୍ଘ ରାଜପଥ। ମହାକାଳ ଯୋଉ ସୁଦୀର୍ଘ ରାଜପଥ ନିର୍ମିତ କରିଛି, ସେଇ ତାରି ଉପରେ ଏସବୁ ଶୁଣାଯାଏ। ଅର୍ଥାତ୍ ଅଶ୍ୱପତିଙ୍କ ଭାତରୁ ସେ କୋମଳ ଆଉ ସୁପ୍ତି ଏସବୁ ଜିନିଷ ସୁପ୍ତି ସବୁ ଦୂରକୁ ଦୂରକୁ ପଳେଇଲା। କାରଣ ସିଏ ଏଇ କୋମଳତା ସୁପ୍ତି ଭିତରେ ରହିବା ପାଇଁ ଚାହୁଁନାହାନ୍ତି, ସେ ଉଚ୍ଚତର ଜିନିଷକୁ ଆସ୍ଫୁରା କରୁଛନ୍ତି, ଉଚ୍ଚତରକୁ ଯିବାକୁ ଚାହୁଁଛନ୍ତି, ତାଙ୍କ ଲକ୍ଷ୍ୟ ଭିନ୍ନ। ତେଣୁ ସେଇ ଲକ୍ଷ୍ୟରେ ସେ ଯିବା ପାଇଁ ଏଇ ଜିନିଷ ସବୁ ରହିଗଲା। ଏ ପର୍ଯ୍ୟନ୍ତ ଯେତେ ସବୁ ବର୍ଣ୍ଣନା ହେଲା, ସବୁ ପ୍ରାଣମୟ ଜଗତର ବର୍ଣ୍ଣନା ଏବଂ ଜଟିଳ ବର୍ଣ୍ଣନା। ତେଣୁ ଆମେ ମନୋମୟ ଜଗତ ଏଇ ପର୍ଯ୍ୟନ୍ତ ଆସେନି। এই ପ୍ରାଣମୟ ଜଗତର ପଶ୍ଚାତର ଦ୍ୱାରା ଯୋଉ ପ୍ରଭାବରେ ଅଶ୍ୱପତି ପାସ୍ କରୁଥିଲେ, ସେଇ ଅଶ୍ୱପତିର ବର୍ଣ୍ଣନା। ଏବେ ଦେଖନ୍ତୁ, ଆମେ ଏବେ ବର୍ତ୍ତମାନ ପ୍ରାଣମୟ ଜଗତକୁ ଓ ପ୍ରାଣମୟ ଜଗତ ସମ୍ପୂର୍ଣ୍ଣ ଛାଡିକିରି ମନୋମୟ ଜଗତ ଭିତରେ ପ୍ରବେଶ କରୁଛନ୍ତି ଅଶ୍ୱପତି। କଣ ଦେଖୁଛନ୍ତି ସିଏ? Above was an ardent white tranquility, ଊର୍ଧ୍ୱରେ ଏକ ଉଦ୍ଦୀପ୍ତ ଶୁଭ୍ର ପ୍ରଶାନ୍ତି ବିରାଜମାନ ଥିଲା। ଅଶ୍ୱପତି ଊର୍ଧ୍ୱକୁ ଚାହିଁଲେ, ସେ ଊର୍ଧ୍ୱରେ ଏକ ଉଦ୍ଦୀପ୍ତ ଶୁଭ୍ର ପ୍ରଶାନ୍ତି, ଯୋଉ ପ୍ରଶାନ୍ତି ଅଛି ସେ ଉଦ୍ଦୀପ୍ତ ଏବଂ ଶୁଭ୍ର, ardent and tranquility। ardent above was ardent white tranquility, ଶୁଭ୍ର ପ୍ରଶାନ୍ତି, ତାକୁ ଅଶ୍ୱପତି ଊର୍ଧ୍ୱକୁ ଚାହିଁଲେ। A music spirit looked out on the worlds, and like a brilliant clambering of skies
passing through clarity to an unseen light, large lucent realms of mind from stillness show. ଏ ଧ୍ୟାନମଗ୍ନ ଅନ୍ତଃପୁରୁଷ ଜଗତରାଜି ଉପରେ ସତର୍କ ଦୃଷ୍ଟିପାତ କରୁଥିଲେ। ଏ ମ୍ୟୁଜିଂ ସ୍ପିରିଟ କିଏ? ଅଶପତି ମ୍ୟୁଜିଂ ସ୍ପିରିଟ। ସିଏ କଣ କରୁଥିଲେ? ଲୁକ୍ଡ ଆଉଟ୍ ଅନ୍ ଦି ୱାର୍ଲଡସ୍, ଜଗତ ସମୂହକୁ ଦେଖୁଥିଲେ। ଲାଇକ୍ ଏନ୍ ବ୍ରିଲିଏଣ୍ଟ କ୍ଲାଇମ୍ବିଂ ସ୍କାଇଜ୍, ଏଇ ଉର୍ଦ୍ଧ୍ୱରେ ଯୋଉ ଜଗତକୁ ଅଶପତି ଦେଖିଲେ, ସିଏ ହଉଛନ୍ତି ମ୍ୟୁଜିଂ ସ୍ପିରିଟ। ଉର୍ଦ୍ଧ୍ୱକୁ ଦେଖିଲେ ସିଏ କେମିତି ଅଛି ନା ସ୍କାଇ ଉପରେ ସ୍କାଇ, ଆକାଶ ଉପରେ ଆକାଶ, ଆକାଶ ଉପରେ ଆକାଶ, ଆକାଶ ଉପରେ ଆକାଶ, ତା ଉପରେ ସବୁ କ୍ଲାଇମ୍ବିଂ ହେଇକି ଉର୍ଦ୍ଧ୍ୱକୁ ଆକାଶ ମାନ ସବୁ ରହୁଥିବାର ଦେଖିଲେ। ବ୍ରିଲିଏଣ୍ଟ କ୍ଲାମରିଂ ଅଫ ସ୍କାଇଜ୍ ଦେଖିଲେ, ଯେଉଁମାନେ ସ୍ୱଚ୍ଛତା ମଧ୍ୟ ଦେଇ ଏକ ଅଦୃଶ୍ୟ ଦିବାଲୋକ ଅଭିମୁଖେ ଯାତ୍ରା କରି ସ୍ତବ୍ଧତା ମଧ୍ୟରୁ ବିଶ୍ୱାନନ୍ଦର ବିଶାଳ ଜ୍ୟୋତିର୍ମୟ ରାଜ୍ୟ ସବୁ ଝଟକୁଥିଲା। ଇଏ କୋଉକୁ ଲକ୍ଷ୍ୟ କରି କରିଛନ୍ତି ନା ମନୋମୟ ଜଗତର ଏ ଯୋଉ ନିମ୍ନ ଭୂମିରେ ସିଏ ଅଛନ୍ତି ଅଶ୍ୱପତି, ଯୋଉ ଯାଇନାହାନ୍ତି ଭଲ କରି ମନୋମୟ ଜଗତ ଉପରକୁ, ଏ ମନୋମୟ ଜଗତକୁ ଯେତେବେଳେ ଉର୍ଦ୍ଧ୍ୱକୁ ଚାହୁଁଛନ୍ତି, କି ଉର୍ଦ୍ଧ୍ୱରେ ମନୋମୟ ଜଗତର ଯୋଉ ଉର୍ଦ୍ଧ୍ୱକୁ ତାର ସବୁ ଆଲୋକର ବିଭିନ୍ନ ଭୂମି ରହିଛି, ସେଗୁଡାକ ସବୁ ଅଶ୍ୱପତି ଧ୍ୟାନସ୍ଥ ଅବତାରରେ ରହିଲା ଭଳି ଦେଖୁଛନ୍ତି। ଏବଂ ସେଇ ଯୋଉ ପାସିଂ ଥ୍ରୁ କ୍ଲାରିଟି, ସ୍ୱଚ୍ଛତା ମଧ୍ୟ ଦେଇ ଅଦୃଶ୍ୟ ଦିବ୍ୟାଲୋକ ଅଭିମୁଖେ ଯାତ୍ରା କରି ସ୍ତବ୍ଧତା ମଧ୍ୟରୁ ବିଶ୍ୱ ମନର ବିଶାଳ ଜ୍ୟୋତିର୍ମୟ ରାଜ୍ୟ ସବୁ ଝଟକୁଥିବା ସେ ଦେଖିଲେ। ସେ ଜ୍ୟୋତିର୍ମୟ ରାଜ୍ୟ ସବୁ ଝଟୁଥିବା ଆକାଶରେ ସବୁ ସେ ସବୁ ଦେଖିଲେ। କିନ୍ତୁ ପ୍ରଥମେ ସେ ଏକ ରଜତ ଧୂସର ବିସ୍ତୃତିକୁ ଭେଟିଲେ। ଆପଣ ଦେଖନ୍ତୁ, ଅଶ୍ୱପତି ବର୍ତ୍ତମାନ ପ୍ରାଣମୟ ଜଗତ ସମ୍ପୂର୍ଣ୍ଣ ଛାଡିଦେଲେ। ଛାଡି ଦେଇକରି ବର୍ତ୍ତମାନ ଉର୍ଦ୍ଧ୍ୱକୁ ଚାହିଁଲେ। ଉର୍ଦ୍ଧ୍ୱରେ ଏକ ଝାପ୍ସା ଜିନିଷ ସେ ଦେଖୁଛନ୍ତି, ଏବଂ ଉର୍ଦ୍ଧ୍ୱରେ ଆକାଶ ଉପରେ ଆକାଶ, ଆକାଶ ଉପରେ ଆକାଶ ଯେମିତି ଉଜ୍ଜ୍ୱଳତା ରକ୍ଷା କରିକି ଉର୍ଦ୍ଧ୍ୱକୁ ଦଉଛି, ତାକୁ ସେ ଅନୁଭବ କଲେ। ଏବଂ କିନ୍ତୁ ଏସବୁ ସତ୍ତ୍ୱେ ଉର୍ଦ୍ଧ୍ୱକୁ ଚାହିଁଲେ, ଏସବୁ ସତ୍ତ୍ୱେ ପ୍ରଥମେ ସେ କଣ କଲେ? କିନ୍ତୁ ପ୍ରଥମେ ସେ ଏକ ରଜତ ଧୂସର ବିସ୍ତୃତିକୁ ଦେଖିଲେ। ସେ ରଜତ ଧୂସର ବିସ୍ତୃତି, ଯୋଉ ବିସ୍ତୃତି ଅଛି ଆଗକୁ ଦେଖିଛନ୍ତି, ସେ ରଜତ ଆଉ ଧୂସର, ସେ ରୂପା ଭଳି ଚକଚକ କରୁଛି, ଏଣେ ଧୂସର ହେଇଛି। ସେ ଏଇଭଳିଆ ଏକ ଜଗତକୁ ଦେଖିଲେ। କଣ ସେ ଜଗତ? ଯେଉଁଠାରେ ମହାଦିବସ ଓ ମହାରାତ୍ରି ଅଭିନ୍ନ ଭାବେ ପରସ୍ପର ବନ୍ଧିତ ହୋଇଥିବା ବା ଏକ ହୋଇଥାଏ। ଇଏ ବର୍ଣ୍ଣନା ହଉଛି କଣ? ଅଶ୍ୱପତି ଦେଖୁଛନ୍ତି ଯେ ଦିନ ରାତି ଯେମିତି ମିଶିକିରି ଗୋଟେ ଜାଗାରେ ରହିଲେ ଯୋଉ ଭଳିଆ ଅବସ୍ଥା ହବ, ସେଥିରେ ରାତିରେ ପୂର୍ଣ୍ଣ ରାତି ନଥିବ, ଦିନର ପୂର୍ଣ୍ଣ ଦିନ ନଥିବ। ସିଏ ଗୋଟେ ମିକ୍ସଡ ଅବସ୍ଥା ହବ, ଯୋଉ ଅବସ୍ଥା ହବ ଦିନ ରାତି ଦେଖିଲେ ସେଇଭଳି ଏକ ଧୂସର ଜଗତ ଉର୍ଦ୍ଧ୍ୱକୁ ଯେତେବେଳେ ଚାହିଁଲେ, ଧୂସର ଜଗତ ଦେଖିଲେ। କି ଭଳିଆ ଅବସ୍ଥା? ଇଏ ଗୋଟେ ଟ୍ରାନଜିଟେରୀ ଅବସ୍ଥା, ମାନେ ଯାହାକୁ ଆମେ କହୁଛୁ ପରିବର୍ତ୍ତନର ପରିବର୍ତ୍ତିତ ଅବସ୍ଥା। ଟ୍ରାନଜିଟ କାହାକୁ କୁହାଯାଏ? ଗୋଟାଏ ଜାଗାରେ ଅଛନ୍ତି ଆଉ ଗୋଟେ ଜାଗାକୁ ଯାଇନାହାନ୍ତି। ଏଇ ଯୋଉ ମଧ୍ୟବର୍ତ୍ତୀ ଜଗତକୁ ଆମେ ଟ୍ରାନଜିଟ କହୁ। ମଣିଷ ବଦଳି ହେଲା ପରେ ଯୋଉ ଟ୍ରାନଜିଟ ଲିଭ ନିଏ, ଗୋଟେ ଜାଗାକୁ ଛାଡି ଆଉ ଗୋଟେ ଜାଗାରେ ପହଞ୍ଚିବା ପାଇଁ ଯୋଉ ସମୟ ଲାଗେ, ସେ ଯୋଉ ମଧ୍ୟବର୍ତ୍ତୀ ଅବସ୍ଥା, ଅଶ୍ୱପତି ସେମିତି ଏକ ମଧ୍ୟବର୍ତ୍ତୀ ଅବସ୍ଥାରେ ବର୍ତ୍ତମାନ ପହଞ୍ଚିଛନ୍ତି। ସେ ମଧ୍ୟବର୍ତ୍ତୀ ଅବସ୍ଥାରେ ସ୍ପଷ୍ଟ ଭାବରେ ପ୍ରାଣାଲୋକକୁ ଆହୁରି ତାଙ୍କ ପ୍ରଭାବରେ ପ୍ରଭାବିତ ହୋଇକରି ଏ ପର୍ଯ୍ୟନ୍ତ ଥିଲେ। ଏବେ ତାକୁ ଛାଡିଛନ୍ତି, କିନ୍ତୁ ସେ ଆଗକୁ ଯାହା ଦେଖୁଛନ୍ତି ସେ କିଛି କ୍ଲିଅର ନୁହେଁ, ଝାପସା ସବୁ ଦେଖାଯାଉଛି। ଦେଖୁଛନ୍ତି ସେ ଆକାଶ ପରେ ଆକାଶ ରହିଛି, ପ୍ରାଣମୟ ମନୋମୟ ଜଗତର ଆକାଶ ସବୁ। ମନର ଯୋଉ ବିଭିନ୍ନ ଭୂମିକୁ ସେ ଦେଖୁଛନ୍ତି, ମନର ବିଭିନ୍ନ ଭୂମିକୁ ସେ ଯିବେ, ଆଗକୁ ଯିବେ ସିଏ। ଏ ଯେମିତି ଉଦାହରଣ ସ୍ୱରୂପ ମନର ଭୂମି ସବୁ ଆଗକୁ କଣ ଅଛି?
ହାୟର ମାଇଣ୍ଡ ଉଚ୍ଚତର ମନ, ଇଲୁମିନି ମାଇଣ୍ଡ ଆଲୋକିତ ମନ, ଇଣ୍ଟିଟିଭ ମାଇଣ୍ଡ ବୋଧି ମାନସ, ଏଇଭଳିଆ ଯୋଉ ଭୂମି ସବୁ ଉଚ୍ଚତର ମନର ଅଛି ସେଇ ସବୁ ଆକାଶକୁ ସବୁ ଦେଖୁଛନ୍ତି। ଏବଂ କିନ୍ତୁ ଅଛନ୍ତି ଯୋଉଠି ସେ ବର୍ତ୍ତମାନ ଯାହା ଦେଖୁଛନ୍ତି ତଳକୁ ଯେତେବେଳେ ଚାହିଁଲେ ସେ ଦେଖୁଛନ୍ତି କଣ, ଯୋଉଠି ଅଛନ୍ତି ବର୍ତ୍ତମାନ ଦେଖୁଛନ୍ତି ସେ ଗୋଟେ ଆଲୁଅକୁ ନୁହେଁ କି ଅନ୍ଧକାରକୁ ନୁହେଁ, ଦିନକୁ ନୁହେଁ କି ରାତି ନୁହେଁ, ଦିନ ରାତି ମିଶିଲେ ଯେମିତି ଝାପ୍ସା ଦେଖାଯାଏ ସେଇଭଳି ଏକା ଅବସ୍ଥାରେ ଅସ୍ୱସ୍ଥ ଅଛନ୍ତି। ତାହା ଥିଲା ଅସ୍ୱସ୍ଥ ଏବଂ ଚଳଚଞ୍ଚଳ ଆଲୋକ ରଶ୍ମିର ଏକ ବିସ୍ତୃତ ଅଞ୍ଚଳ। ଇଟ୍ ୱାଜ ଏ ଟ୍ରାକ୍ଟ ଅଫ୍ ଡିମ୍ ଆଣ୍ଡ ସିଫ୍ଟିଂ ରେଜ୍। ସିଫ୍ଟିଂ ରେଜ୍ କଣ? ଏ ଗୋଟେ ଗୋଟେ ଶବ୍ଦ ଅଛି ତାକୁ ବୁଝିବାକୁ ଗୋଟେ ସିଫ୍ଟିଂ ରେଜ୍ କଣ? ଯୋଉ ଆଲୋକ ରଶ୍ମିଟି ହେଇଟି ଅଛି ହେଇଟି ନାହିଁ, ଆଲୋକ ରଶ୍ମି ଏବେ ଅଛି ପୁଣି ଛାଡିକି ଚାଲିଗଲା, ପୁଣି ଆଉ ଥରେ ଆସିଲା ପୁଣି ଛାଡିକି ଚାଲିଗଲା, ସିଫ୍ଟିଂ ରେଜ୍ ଇଏ ଚଳଚଞ୍ଚଳ ଆଲୋକ ରଶ୍ମି, ଅର୍ଥାତ୍ ଅନ୍ଧକାର ବି ଅଛି, ଅସ୍ପଷ୍ଟ ଅଛି, ଆଲୋକ ଆସୁଛି ପୁଣି ଯାଉଛି, ଏମିତି ଏକ ଅବସ୍ଥା ଭିତରେ ଟ୍ରାଞ୍ଜିଟିଭ ଅବସ୍ଥା ଭିତରେ ଅଶ୍ୱପତି ବର୍ତ୍ତମାନ ଅଛନ୍ତି। ପାର୍ଟିଂ ଲାଇଫ୍ ସେଣ୍ଟିଏଣ୍ଟ ଫ୍ଲୋ ଫ୍ରମ୍ ଥଟ୍ ଟୁ ସେଲ୍ଫ ଭଏସ୍। ଏ ଜିନିଷଟି କଣ କରୁଛି? ଅଶ୍ୱପତି ଯୋଉ ପ୍ରକାର ପ୍ରାଣମୟ ଜଗତରୁ ଆସିଲେ, ପ୍ରାଣମୟ ଜଗତ କଣ କରେ ସବୁବେଳେ? ପ୍ରାଣମୟ ଜଗତ ଅନୁଭବ କ୍ଷମ ଥାଏ, ସବୁ ଜିନିଷକୁ ପ୍ରାଣ ଅନୁଭବ କରେ, ଦ୍ୟାଟ୍ ଇଜ ସେଣ୍ଟିଏଣ୍ଟ। ଅନୁଭବ କ୍ଷମ ପ୍ରାଣ, ତାର ଗୋଟେ ପ୍ରବାହ ରହିଛି, ଅନୁଭବ କ୍ଷମ ପ୍ରାଣ ପ୍ରବାହ ଭିତରୁ ମହାଚିନ୍ତାର ଆତ୍ମସ୍ଥିତି ବିଚ୍ଛିନ୍ନ କରୁଥାଏ। ମହାଚିନ୍ତାର ଯୋଉ ଆତ୍ମସ୍ଥିତି, ମହାଚିନ୍ତା ଭିତରକୁ ପଳେଇଲେ ତାର ଗୋଟେ ଆତ୍ମସ୍ଥିତି ରହିବ। ଇଏ ବର୍ତ୍ତମାନ ଅଛନ୍ତି ପ୍ରାଣମୟ ଜଗତର ପ୍ରବାହ ଭିତରେ। ଇଏ ଦୁଇଟିର ଯୋଉ ମଧ୍ୟବର୍ତ୍ତୀ ଅବସ୍ଥା, ତାକୁ ଯୋଉ ସେ ବିଚ୍ଛିନ୍ନ କରୁଛି, ପ୍ରାଣମୟ ଜଗତର ଅନୁଭବ ଠାରୁ ମନୋମୟ ଜଗତର ସ୍ଥିତିକୁ ବିଚ୍ଛିନ୍ନ କରିଥିବା ଏକ ଅବସ୍ଥା ଭିତରେ ଦେଇ ଅଶ୍ୱପତି ବର୍ତ୍ତମାନ ସେଇ ଭିତରେ ଅଛନ୍ତି। ତେଣୁ ସେଇ ଭିତରେ ଆଲୁଅ ଦେଖାଯାଉନି କି ଅନ୍ଧାର ଦିନ କୋଉଟା ନିଶ୍ଚିତ ନୁହେଁ, ଏବଂ ଆଲୋକ ରଶ୍ମି ଚଳଚଞ୍ଚଳ ହଉଛି, ଅସ୍ୱସ୍ଥ ହେଇଛି, ଏମିତିକା ଗୋଟେ ଅବସ୍ଥା ମଧ୍ୟବର୍ତ୍ତୀ ଅବସ୍ଥାରେ ଅଶ୍ୱପତି ଅଛନ୍ତି। ମନୋମୟ ଜଗତକୁ ପୂର୍ଣ୍ଣ ରୂପେ ଯାଇନାହାନ୍ତି, ପ୍ରାଣମୟ ଜଗତ ପୂର୍ଣ୍ଣ ରୂପେ ଛାଡ଼ିନାହାନ୍ତି, ଏଇଭଳି ଏକ ଅବସ୍ଥାରେ ଅଛନ୍ତି। ଅନିଶ୍ଚିତ ଅବସ୍ଥା। ତା ପରବର୍ତ୍ତୀ ପର୍ଯ୍ୟାୟରେ କହୁଛନ୍ତି a coalition of uncertainties they are exercised on a government on a ground reserved for doubt and reasoning guess, a rendezvous of knowledge with ignorance। ଏକ ବିଚିତ୍ର ଅବସ୍ଥା ଇଏ। କୋଆଲିସନ, ଆମେ କୋଆଲିସନ ଭାବରେ କଣ କହୁଛୁ ନା, ଦୁଇଟି ଜିନିଷ ଯେତେବେଳେ ମିଳିତ ହୁଅନ୍ତି ତାକୁ କୋଆଲିସନ କହନ୍ତି। କୋଆଲିସନ ଗଭର୍ଣ୍ଣମେଣ୍ଟ ହୁଏ, କୋଆଲିସନ ଗଭର୍ଣ୍ଣମେଣ୍ଟରେ ଦିଟା ପାର୍ଟି ମିଶିକିରି ବା ତିନିଟା ପାର୍ଟି ମିଶିକିରି କୋଆଲିସନ ଗଭର୍ଣ୍ଣମେଣ୍ଟ କରନ୍ତି, ସବୁବେଳେ ଏଇଟା ଭାରତରେ ଚାଲିଛି। କିନ୍ତୁ ସେ ଯୋଉ କୋଆଲିସନଟା ସବୁ ଅନସର୍ଟେନ, କୌଣସି ଜିନିଷ ନିଶ୍ଚିତ ନୁହେଁ। ସେଇ ଯୋଉ ସରକାରଟି ତିଆରି ହୁଏ କୌଣସି ଜିନିଷ ନିଶ୍ଚିତ କରିପାରିବନି, ଅର୍ଥାତ୍ ଗୋଟେ ପାର୍ଟିର କାର୍ଯ୍ୟ କରିବା ଶୈଳୀ, କାର୍ଯ୍ୟ କରିବା ଲକ୍ଷ୍ୟ ଅନ୍ୟ ପାର୍ଟିର କାର୍ଯ୍ୟ କରିବା ଶୈଳୀ ଲକ୍ଷ୍ୟ ଠାରୁ ଭିନ୍ନ। ତେଣୁ ଇଏ ନିଶ୍ଚିତ ଭାବରେ କହିପାରିବନି ଇଏ କଣ କରିବ, ସିଏ ନିଶ୍ଚିତ ଭାବରେ କହିପାରିବନି ସିଏ କଣ କରିବ। ଇଏ ଯୋଉ ଅନସର୍ଟେନିଟି ଭିତରେ ସେ ଠିକ ସେଇଭଳିଆ ଦେର ଏକ୍ସରସାଇଜ ଅନଇଜ ଗଭର୍ଣ୍ଣମେଣ୍ଟ, ସେଠାରେ ଅସ୍ୱସ୍ତିକର ଶାସନ ପରିଚାଳନା କରୁଥିଲା। କୋଆଲିସନ ଗଭର୍ଣ୍ଣମେଣ୍ଟରେ ଯେମିତି ହୁଏ ସେଇଭଳିଆ ଅବସ୍ଥାରେ ଅଶ୍ୱପତି ବର୍ତ୍ତମାନ ପହଞ୍ଚିଛି। ସଂଶୟ ଓ ବିଚାରଗତ ଅନୁମାନ ନିମିତ୍ତ ଏକ ସଂରକ୍ଷିତ କ୍ଷେତ୍ର, ସବୁ କ୍ଷେତ୍ରରେ ସଂଶୟ ଥିଲା। କୋଆଲିସନ ଗଭର୍ଣ୍ଣମେଣ୍ଟରେ ସଂଶୟ ଥାଏ, ଏଇଟା କରିପାରିବେ ବୋଲି ନିଶ୍ଚିତ ନାହିଁ, ନ କରିବେ ବୋଲି ବି ନିଶ୍ଚିତ ନାହିଁ। ଏଇଭଳି ଏକ ଅବସ୍ଥା କୋଆଲିସନ ଗଭର୍ଣ୍ଣମେଣ୍ଟ ହଉଛି। କୌଣସି ସରକାର ଯଦି କୋଆଲିସନରେ ହୁଏ ନିର୍ଦ୍ଦିଷ୍ଟ ଭାବରେ କହିପାରିବ ମୁଁ ଏ କଥା କରିବି, କହିପାରିବି। ସିଏ ଗୋଟେ କଥା ବ୍ୟବସ୍ଥା କଲା ବେଳକୁ ଆର ପାର୍ଟି ତାକୁ ବାରଣ କରୁଛ ନା, ସେମିତି ହେଇପାରିବ। ଠିକ ସେଇଭଳିଆ ଏ ଏକ ସଂଶୟ ଭିତରେ
ଏବଂ ବିଚାରଗତ ଅନୁମାନ ସେ ନିଜ ଭିତରେ ବିଚାର ଭିତରେ ଗୋଟେ ଅନୁମାନ କରିଥିଲା ତାଇ ଭିତରେ କ୍ଷେତ୍ର ଉପରେ ଏ ଗୋଟେ ସଂସାର ଚାଲିଥିଲା ସେଇଭଳିଆ ଏକ କଣ ଥିଲା ତାହା ଥିଲା ପରମ ଜ୍ଞାନ ଓ ମହାନ ଅଜ୍ଞାନତାର ଏକ ପୂର୍ବ ବ୍ୟବସ୍ଥିତ ସାକ୍ଷାତ ପରମ ଜ୍ଞାନ ଓ ମହା ଅଜ୍ଞାନତା ପ୍ରାଣମୟ ଜଗତର ଅଜ୍ଞାନତା ମନୋମୟ ଜଗତର ଉର୍ଦ୍ଧ୍ୱରେ ଥିବା ଜ୍ଞାନ ଏ ଦୁଇଟିର ମିଳିତ ଅବସ୍ଥାରେ ସେ ସବୁ ପୂର୍ବ ବ୍ୟବସ୍ଥା ଅବସ୍ଥାରେ ପରସ୍ପର ସାକ୍ଷାତ କରୁଥିଲେ ଅଜ୍ଞାନ ଜ୍ଞାନକୁ ସାକ୍ଷାତ କରୁଥିଲା ଏବଂ ଏଭଳି ଏକ ଅବସ୍ଥାରେ ସେ ଥିଲେ At its low extremities held difficult to sway a mind that hardly saw and solely found ମୁଁ ଭାବୁଛି ଟାଇମ ହେଇଗଲା ଆଉ ଆଗକୁ ଯାଇପାରିବେନି ଏଠି ରଖିବା ଆଉ ଯାହା ରହିଲା ଆରଥରକୁ ଆଲୋଚନା କରିବା ଏଥର ଆଲୋଚନା ବହୁତ କଷ୍ଟକର ଆକୁ ସହଜରେ ବୁଝି ହବନି ଏବଂ ଏଥିପାଇଁ ଗୋଟେ ଏକାଗ୍ରତା ଦରକାର ତାକୁ ଯୋଉଭଳି ଭାବରେ ଅନୁବାଦ କରି ଲେଖା ହେଇଛି ଆପଣମାନେ ତାକୁ ଭଲକିରି ପାଠ କରିବେ ଅନ୍ୟ ସମୟରେ ତା ଦେହରେ କିଛି ବୁଝିପାରିବେ ଏବଂ ଏକଥାକୁ ମନେ ପକେଇଲେ ବୁଝିପାରିବେ ଖାଲି ପଢିଦେଲେ ବୁଝିପାରିବେନି କାରଣ ଏଥିରେ ବହୁତ ଜଟିଳ ଜିନିଷ ଅଛି ଯୋଉ ବୁଝିବା ଜିନିଷ ଅଛି ଏବଂ ଅନୁବାଦ ଟା ପଢିକିରି ଆମେ ଗୋଟେ ଜାଗାରେ ପହଞ୍ଚି ପାରିବାନି ଯାହା ହଉ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦଉଛି ଏବଂ ପରମ ପ୍ରଭୁ ଏବଂ ମାଙ୍କ ଚରଣ ତଳେ କୃତଜ୍ଞତା ଜଣାଇ ମୋ ଭୂମିଷ୍ଠ ପ୍ରଣାମ ଜଣାଇ ମୋର ବକ୍ତବ୍ୟ ଶେଷ କରୁଛି ଆପଣମାନଙ୍କୁ ସମସ୍ତଙ୍କର ମା ମଙ୍ଗଳ କରନ୍ତୁ